So we'll start, okay? ଦେଖ ତମମାନଙ୍କ ଭିତରୁ ଯିଏ ଓଏସ୍ ଆଉ ଏଏସ୍ଓ ବୋଥ୍ ପାଇଁ ପ୍ରିପେୟାର ହେଉଛ, ଏଏସ୍ଓର ସିଲାବସ୍ ଟିକେ ଅଲଗା ଅଛି ହେଲା। ଯେଉଁମାନେ ମାନେ ଓଏସ୍ ଆଉ ଏଏସ୍ଓ ସବୁ ଏକ୍ଜାମର ପ୍ରଥମେ ସିଲାବସ୍ ଦେଖିବ ହେଲା। ଆମର ଆଇଏସ୍ର ଓଏସ୍ର ସିଲାବସ୍ଟା ଆଇଏସ୍ ସହିତ ସମାନ ପ୍ରିଲିମ୍ ସିଲାବସ୍ଟା, ଆଉ ଏଏସ୍ଓ ପର୍ଟିକୁଲାରଲି ଯେଉଁ ତାର ସିଲାବସ୍ ମାନେ ପାଖାପାଖି ବହୁତ ଜିନିଷ ସିମିଲାର ଅଛି, କିଛି କିଛି ଅଲଗା ବି ଅଛି। ତେଣୁ ସେ ଅନୁସାରେ କୋଶ୍ଚିନ୍ ବି ତାର ସେଇ ଅନୁସାରେ ପଡ଼ିବ। ତ ସେଇ ଜିନିଷକୁ ମାର୍କ କରୁଥିବ, ଯଦି ବୋଥ୍ ପ୍ରିପେୟାର କରୁଛ ଦୁଇଟାଙ୍କ ସିଲାବସ୍ ଦେଖିକି ପ୍ରିପେୟାର କରିବ ହେଲା। ଆଚ୍ଛା, ଆମେ ଫାଷ୍ଟ ଆଙ୍ଗ୍ଲୋ ମରାଠା ୱାର ଏଗୁଡ଼ାକ ଏସବୁ ସିଲାବସ୍ରେ ନାହିଁ। ଏସବୁ ସିଲାବସ୍ରେ କେବଳ ମାନେ କ'ଣ ଆରାଇଭାଲ୍ ଅଫ୍ ବ୍ରିଟିଶ ଏରା ତା ସହିତ ଫ୍ରିଡମ୍ ଷ୍ଟ୍ରଗଲ୍ ଏତିକି ଅଛି। ଆମର କିନ୍ତୁ ଆଇଏସ୍ରେ ସବୁ ଅଛି, ଓଏସ୍ରେ ମାନେ ପ୍ରିଲିମ୍ରେ, ମେନ୍ ଏକ୍ଜାମ୍ରେ ନାହିଁ, କିନ୍ତୁ ପ୍ରିଲିମ୍ ଏକ୍ଜାମ୍ରେ ସବୁ ଅଛି। ତ ସେ ଅନୁସାରେ ଦେଖିକି ଟିକେ ସବୁ ପଢ଼ୁଥିବ ହେଲା, ଅଲଗା ଅଲଗା ସବୁ ଅଛି ଟିକେ। ଆଉ ଯିଏ ଏକ୍ସକ୍ଲୁଜିଭଲି ଓଏସ୍ ପାଇଁ କରୁଛି ତ ଠିକ୍ ଅଛି, ଅସୁବିଧା ନାହିଁ। ଆମର ତ ଓଏସ୍ ପାଇଁ ମେନଲି ହେଉଛି ନା ଠିକ୍। କାଲି ଯୋଉ ଡିସ୍କସ୍ କରୁଥିଲେ, କହୁଥିଲେ କି ବହୁତ ଡିପ୍ ରୁ କ୍ୱେଶ୍ଚନ୍ ଆସୁଛି। ଆଇଏସ୍ ଟାଇପ୍ ର ହେଇଗଲାଣି ସାର୍। କ'ଣ ସାର୍ ଆଇଏସ୍ ଲେବୁଲ ର ହେଇଗଲାଣି କି ଓଏସ୍ ପ୍ରିଲିମ୍ସ? ବହୁତ ଡିପ୍ ରୁ ଆଇଏସ୍ ପକଉଛନ୍ତି। ଲେବୁଲର ହେଇନି, ଆଇଏସ୍ ଲେବୁଲର ହେଇନି, କିନ୍ତୁ ଗତଥର ଯୋଉ କାଲି ଯୋଉ କୋଶ୍ଚିନ୍ ପଡ଼ିଲା ନୋ ଡାଉଟ୍ ଟିକେ ଡେପ୍ଥରେ ପକେଇଛି। କିନ୍ତୁ ଗତଥର ଯୋଉ ଆଜ୍ଞା କୋଶ୍ଚିନ୍ ଗଲା, ଯୋଉମାନେ ଏକ୍ସକ୍ଲୁଜିଭଲି ଓଏସ୍ ପାଇଁ ପ୍ରିପେୟାର କରୁଛ, ତମକୁ ଟେନସନ୍ ପିଲା ଦେଖିକି ଡରି ଯାଉଛନ୍ତି। ଡରିବାର କଥା ନୁହେଁ, କାରଣ ଏଏସ୍ଓର ଯୋଉ ପ୍ୟାଟର୍ନ ଅଛି ଅଲଗା ଟାଇପ୍ର ଅଛି। ତାଙ୍କ ସିଲାବସ୍ରେ ଯୋଉ ଆଚ୍ଛା ଲେଖା ହେଇଛି, ଜେନେରାଲ ଆୱାରନେସ୍ ସେକ୍ସନଟା ଯୋଉ ଲେଖା ହେଇଛି ଅଲଗା ଟାଇପ୍ର ଅଛି। କିଛି କିଛି ଯୋଉଟା ସିମିଲାର ସେମ୍ ଅଛି, କିଛି ଅଲଗା ଜିନିଷ ବି ଅଛି। ତେଣୁ ସେ ଅନୁସାରେ ସେମାନେ କୋଶ୍ଚିନ୍ ପକେଇବେ ନା। ଆଉ କୋଶ୍ଚିନ୍ ଆଜ୍ଞା ନୋ ଡାଉଟ୍ ଟିକେ ଡେପ୍ଥ ବଢେଇଛନ୍ତି। ଆଉ ତାଙ୍କର କାଫି କରେଣ୍ଟ ଇଭେଣ୍ଟ ଉପରେ କୋଶ୍ଚିନ୍ ପଡ଼ିଛି, ସେଇଟା ପଡ଼ିବ କାରଣ ସିଲାବସ୍ରେ ସେମିତି ଲେଖା ହେଇଛି। ଆଉ ଆଜ୍ଞା ତ ସେଇ ଅନୁସାରେ ଯେମିତି ଲେଖା ହେଇଛି ସେମିତି ପଡ଼ିଛି, ତାଙ୍କର ଯାହା ଯାହା ସିଲାବସ୍ରେ ଲେଖା ହେଇଛି ସେଇଥିରୁ ସେଇ ସେକ୍ସନରୁ କୋଶ୍ଚିନ୍ ପକେଇବେ ନା ସେମାନେ। ତେଣୁ କିଛି ଅସୁବିଧା ନାହିଁ। ତେଣୁ ଦିଟାଙ୍କ ଯିଏ ପ୍ରିପେୟାର କରୁଛି ତ ସେମାନେ ଦିଟାଙ୍କ ସିଲାବସ୍କୁ ଦେଖିକି ପ୍ରିପେୟାର କରିବା କଥା। କିନ୍ତୁ ଆମର ଏଠି ଯୋଉ ହେଉଛି ମେନଲି ଆମ ଓଏସ୍ ପାଇଁ ପ୍ରିପେୟାର ହେଉଛନ୍ତି ହେଲା। ଆଉ ଆଜ୍ଞା କୋଶ୍ଚିନ୍ର ନୋ ଡାଉଟ୍ ଡେପ୍ଥ ବଢ଼ିଲାଣି, ଆଗ ଅପେକ୍ଷା କୋଶ୍ଚିନ୍ର ଡେପ୍ଥ ଆସ୍ତେ ଆସ୍ତେ ବଢ଼େଇଲେଣି ସେମାନେ, ବଢ଼େଇବେ ନୋ ଡାଉଟ୍ ହେଲା। ପ୍ରତିବର୍ଷ ପରୀକ୍ଷା ହେଲା ମାନେ ଆସ୍ତେ ଆସ୍ତେ ଡେପ୍ଥ ବଢ଼ିବ କୋଶ୍ଚିନ୍। ଆଜ୍ଞା। ନା ସାର୍ ଆମେ ତ ଆସନ୍ତା ବର୍ଷ ଦବୁ ନା, ହୁଁ ହୁଁ ହୁଁ। ତ ସାର୍ ଆମେ ଏବେଠୁ ଯଦି ସେଇ ଲେବୁଲର ପଢିବୁ ଏବେଠୁ ତାହେଲେ ତମର ଗୋଟିଏ ଆମେ କାମ, ତମମାନଙ୍କର ଗୋଟିଏ କାମ, ଯାହା ପଢା ହଉଛି ତାକୁ ବହୁତ ଭଲ ଭାବରେ ବୁଝି ଯାଅ। ଆଜ୍ଞା ଯୋଉ ଆଜ୍ଞା ପିଲାର ବେସିକ୍ କ୍ଲିୟର ସେ ସବୁ ଏକ୍ଜାମ କ୍ଲିୟର କରିବ। 100ଟାରୁ 100ଟା କୋଶ୍ଚିନ୍ ଓଡ଼ିଶାରେ କୋଉ ପିଲା ନାହିଁ କି କ୍ଲିୟର ସବୁ ଠିକ୍ କରିଦଉଛି, କେହି ପଣ୍ଡିତ ନାହାନ୍ତି ହେଲା। କିନ୍ତୁ ଯାହାର ବେସିକ୍ ଅଣ୍ଡରଷ୍ଟାଣ୍ଡିଂ ଏକଦମ ମାନେ କଂକ୍ରିଟ୍, ସେ ପିଲା କ୍ରାକ୍ କରିବ ସବୁ ଏକ୍ଜାମ। ତେଣୁ ଯୋଉ ଏକ୍ଜାମ ଦିଅ ତାର ସିଲାବସ୍ ହେଲା ମୁଖ୍ୟ। ସେଇ ସିଲାବସ୍ରେ କ'ଣ କ'ଣ ପୋର୍ସନ୍ସ ଅଛି, ଆମେ ସେଇ ଅନୁସାରେ ପ୍ରିପେୟାର ହେଇଛୁ ନା ନାହିଁ। ଆମେ ବର୍ତ୍ତମାନ ଯୋଉ ଏଠି ପଢୁଛନ୍ତି ଓଏସ୍ ପାଇଁ ପଢୁଛନ୍ତି ନା, ତ ଓଏସ୍ରେ ଆମର ଯାହା ଯାହା ସିଲାବସ୍ ଅଛି ଆମେ ସେଇ ଅନୁସାରେ ପଢି ଯାଉଛନ୍ତି। ହଁ, କିନ୍ତୁ ଏଇଟା ପଢିଲା ମାନେ ଏଥିରେ ଅଲଗା ଯୋଉ ଏକ୍ଜାମ ହଉଛି ବି ଆ ଲେବୁଲର ତମକୁ ଗୁଡ଼ାଏ ଜିନିଷ ମିଳିଯିବ। ସୋ ମେନି ଥିଙ୍ଗସ୍ ସିମିଲାର ବହୁତ ଜିନିଷ ଅଛି। ନା ଓଡ଼ିଶାରେ ଯେତେ ଏକ୍ଜାମ ହଉଛି ସବୁଠୁ ତ ବଡ଼ ଏକ୍ଜାମ ଓଏସ୍ ଏକ୍ଜାମ, ଆଉ ତାଙ୍କ ତଳେ ସବୁ। କିନ୍ତୁ ତା ତଳେ ସବୁ ହେଲେ ବି ମେନ୍ ଜିନିଷ ହେଲା ସେଇ ସବୁ ଏକ୍ଜାମର କୋଶ୍ଚିନ୍ ବି ଟିକେ ଟିକେ ଅଲଗା ଅଲଗା ପ୍ୟାଟର୍ନର ଅଛି। ସିଲାବସ୍ ଯେମିତି ଲେଖା ହେଇଛି ସେମିତି ସେମାନେ ପକେଇବେ। ତେଣୁ ସେ ସିଲାବସ୍କୁ ଦେଖିକି ପଢିବା କଥା, ବୁଝିହେଲା। ହଉ ଠିକ୍ ଅଛି। ତମେ କିନ୍ତୁ ଯାହା ପଢା ହଉଛି ତ ରିଅଲ ପଢି ଚାଲ। ସବୁ କୋଶ୍ଚିନ୍ ଦେଖ, ସବୁ କୋଶ୍ଚିନ୍ ଦେଖ, କରେଣ୍ଟ ଆଫେୟାର କୋଶ୍ଚିନ୍ ଦେଖ। ଆଚ୍ଛା, ମୁଁ ତମକୁ କରେଣ୍ଟ ଆଫେୟାର ଆକ୍ସେସ୍ ଦେଇଛି କିରେ ପିଡିଏଫ୍ ର? ତ ଇମେଲ୍ ଆଇଡି ସବୁ ପଠେଇବ, ମୁଁ ତମକୁ କରେଣ୍ଟ ଆଫେୟାର ଆକ୍ସେସ୍ ଦେବି। କରେଣ୍ଟ ଆଫେୟାର ଆମର ଯୋଉ ଫୋଲ୍ଡର ଅଛି ଗୁଗଲ ଡ୍ରାଇଭରେ, ସେ ଫୋଲ୍ଡରରେ ସବୁ କରେଣ୍ଟ ଆଫେୟାର ଦେଇଦିଅ। 2 ବର୍ଷର ଅପଲୋଡ଼ ଅଛି ଏବେ, ମାନେ ବର୍ତ୍ତମାନଠୁ ପଛକୁ 2 ବର୍ଷ ପର୍ଯ୍ୟନ୍ତ। ତ ସେଗୁଡ଼ା ସବୁ ଦେଖୁଥାଅ ଏବେ କରେଣ୍ଟ ଆଫେୟାର୍ସର। ଆମେ କରେଣ୍ଟ ଆଫେୟାର କ୍ଲାସ୍ ବି ହେବ ଆମର, କିନ୍ତୁ କରେଣ୍ଟ ଆଫେୟାର ଗୁଡ଼ା ଦେଖୁଥା। ଆରେ କ'ଣ ଜିକେ ଟାଇପ୍ର କୋଶ୍ଚିନ୍ ପକେଇବେ, କରେଣ୍ଟ ଆଫେୟାର ଆସିବ ନା, ମାନେ କିଏ କୋଉଠି ପ୍ରାଇଜ୍ ପାଇଛି କ'ଣ, ଏଇ ସବୁ ଏଇଗୁଡ଼ାକ ସବୁ କୋଉଠି କ'ଣ ହେଇଛି ଏମିତି ପଡ଼ିବ ପୁରା। ତ ଏଗୁଡ଼ା ଟିକେ ଆସ୍ତେ ଆସ୍ତେ ପଢ଼ିବା ଷ୍ଟାର୍ଟ କର। ମୋତେ ସବୁ ତମର ଇମେଲ୍ ଆଇଡି ଦବ, ମୁଁ ଦିନେ ଆଡ୍ କରିଦେବି ତମକୁ। ଏଇ କ୍ଲାସରେ ଦିନ ଦବ, ମୁଁ ଆଡ୍ କରିଦେବି। ମୋତେ ଟାଇମ୍ ହଉନି ଅଲଗା ସମୟରେ, ଆଡ୍ କରିଦେବି ଗୋଟେ ମୁଣ୍ଡରୁ ସମସ୍ତଙ୍କର। ତମ 6 ଜଣ ତ ଅଛ, ଆଉ 6 ଜଣ ଆଡ୍ କରିଦେବି। ସାର୍ ହଁ। ଆପଣ
जो पीडीएफ रे भी करंट अफेयर्स ताको पढ़िबो तो ना न्यूज़ पेपर से ସେଇ खबर ପିଡିଏଫ ଗୁଡା ସେଇ ଟା ପିଡିଏଫ ଗୁଡା ପ୍ରଥମେ ପଢିବ, ସେଇ ପିଡିଏଫ ପ୍ରଥମେ ପଢି ସାରିକି ତାପରେ ଆଉ ଯାହା ପଢିବା କଥା ପଢିବ ହେଲା। ସେ ପିଡିଏଫ ଗୁଡା ପ୍ରଥମେ ପଢିକି ସାରିବ, ସେଥିରେ ସବୁଗୁଡା ବି ଦରକାର ନାହିଁ, କିଛି କିଛି ଲେସ୍ ଇମ୍ପୋର୍ଟାଣ୍ଟ ମୋର ଇମ୍ପୋର୍ଟାଣ୍ଟ ସବୁ କୋଉଟା ତ ପଢିବା ଆମେ ଜାଣିନାହାନ୍ତି ନା, ମୁଁ କେମିତି କରିଦେଇଛି ତ ମେନ୍ ମେନ୍ ଜିନିଷ ଗୁଡା ଏଥିରେ ପଢି ଚାଲିବ। ଆମେ ଡିସ୍କସନ କରିବା ये ନାଇଁ କୋଉଟା ମେନ୍ କୋଉଟା କଣ। 40 ଟା क्वेश्चन पढ़ितला करंट अफेयर एएसओ रे ଏସ୍ ରେ ଅଲଗା ସିଲାବସ୍ ଅଛି ନା, ସେ ଅନୁସାରେ ପଢିବ। ଓଏସ୍ ରେ ଏମିତି ପଢିବନି, ଓଏସ୍ ରେ 14 13 ପଢିବ। करंट अफेयर से बोधे बहुत बोधे पढ़िबो बोधे फोकस करा अछि करंट अफेयर को बेसी ଯୋଉମାନେ ଏଏସ୍ଓ ପାଇଁ ଯଦି ପ୍ରିପେୟାର କରୁଛ, ଏଏସ୍ଓ ପାଇଁ ଗୋଟେ ଅଲଗା ଆମେ କରିବା, ସେ କିଛି କିଛି ଜିନିଷ ସବୁ କରିବା। ଏଏସ୍ଓ ର ଅଲଗା ଅଛି ସିଷ୍ଟମ ହେଲା, ଓଏସ୍ ଭଳିଆ ନୁହଁ। ଓଏସ୍ ଭଳିଆ କାଫି ସିମିଲାରିଟି ଅଛି କିଛି କିଛି ଜିନିଷ, କିନ୍ତୁ ଏକଦମ ଓଏସ୍ ଭଳିଆ ନୁହଁ, ବୁଝିଲା। ଓଏସ୍ ପାଇଁ ଟିକେ ଅଲଗା ଟାଇପର ପ୍ରିପାରେସନ କରିବାକୁ ପଡିବ ଏଏସ୍ଓ ପାଇଁ। ମାନେ ସେମ୍ ବେସିକ ଜିନିଷ ଗୁଡା ସେମ୍ ଅଛି, କିନ୍ତୁ ଅଲଗା ଟିକେ ଏକ୍ସଟ୍ରା ଜିନିଷ କିଛି ଅଛି ଯୋଉଟା ଏଏସ୍ଓ ଆମେ ଓଏସ୍ ପାଇଁ ମେନଲି ହେଟା ଦେଖୁନାହାନ୍ତି। ଏ ଓଏସ୍ ପାଇଁ ଆମେ ଗୁଡାଏ ଜିନିଷ ଦେଖୁଛନ୍ତି, ସେଗୁଡା ସେଥିପାଇଁ ବି ଦରକାର ନାହିଁ, ଏଏସ୍ଓ ପାଇଁ ଦରକାର ନାହିଁ ହେଲା। ସେଠି କରେଣ୍ଟ ଡେଭଲପମେଣ୍ଟ ଉପରେ ବେଶୀ କ୍ୱେଶ୍ଚିନ୍ ପଡିପାରେ, ତ ସେଠି ଯେମିତି ଆନ୍ସିଏଣ୍ଟ ଇଣ୍ଡିଆନ୍ ହିଷ୍ଟ୍ରି ନାହିଁ, ମେଡିଏଭାଲ ଇଣ୍ଡିଆନ୍ ହିଷ୍ଟ୍ରି ନାହିଁ ସେଥିରେ, ବୁଝିହଉଛି। ମୁଁ ଦେଖୁଥିଲି କଣ କଣ ଅଛି ଦେଖ। ହିଷ୍ଟ୍री ଉପରେ ବହୁତ କम क्वेश्चन पड़िଛି जियोग्राफी ରୁ 18ଟା लिस्ट पड़िଛି। ମୁଁ ଦେଖୁଥିଲି ଏଇଠି ଦେଖ ତାଙ୍କର କଣ କଣ ଅଛି ସେଥିରେ। ତ ଦେଖ କରେଣ୍ଟ ନ୍ୟାସନାଲ ଇଭେଣ୍ଟସ ଆଣ୍ଡ କରେଣ୍ଟ ଇଣ୍ଟରନ୍ୟାସନାଲ ଇଭେଣ୍ଟସ ଆମର ବି ଅଛି ତ କରେଣ୍ଟ ମାନେ କଣ କରେଣ୍ଟ ଇଭେଣ୍ଟସ ଅଫ ନ୍ୟାସନାଲ ଇଣ୍ଟରନ୍ୟାସନାଲ ଇମ୍ପୋର୍ଟାନ୍ସ ଆମର ପ୍ରିଲିମରେ ଅଛି। ଓଏସ୍ ପ୍ରିଲିମରେ ତାଙ୍କର ବି ଏଇଟା ଲେଖା ହେଇଛି କରେଣ୍ଟ ନ୍ୟାସନାଲ ଇଭେଣ୍ଟସ ଆଉ କରେଣ୍ଟ ଇଣ୍ଟରନ୍ୟାସନାଲ ଇଭେଣ୍ଟସ। ତାପରେ ଲେଖା ଅଛି ହିଷ୍ଟ୍ରି ଅଫ ବ୍ରିଟିଶ ରୁଲ ଇନ୍ ଇଣ୍ଡିଆ ଆଣ୍ଡ ଫ୍ରିଡମ ଷ୍ଟ୍ରଗଲ। ତାମାନେ ବ୍ରିଟିଶ ମାନଙ୍କ ଯୋଉ ଆରାଇଭାଲ ଠାରୁ ପଢୁଛନ୍ତି ବର୍ତ୍ତମାନ ଆରାଇଭାଲ ଠୁ ଆସିକି ଅପ୍ ଟୁ ଫ୍ରିଡମ ଷ୍ଟ୍ରଗଲ ହେଲା ସେଇଟା ତାମାନେ ମଡର୍ଣ୍ଣ ଇଣ୍ଡିଆଟା ପୁରା ଅଛି, ଆଉ ଆନସିଏଣ୍ଟ ମେଡିଏଭାଲ ନାହିଁ। ତାପରେ ଇଣ୍ଡିଆନ କନଷ୍ଟିଟ୍ୟୁସନ ଆମର ବି ତ ପ୍ରିଲିମରେ ଇଣ୍ଡିଆନ କନଷ୍ଟିଟ୍ୟୁସନ ଅଛି, ସେତେ ଓଏସ୍ ରେ ଆଇଏସ୍ ରେ ବି ଅଛି। ୱାର୍ଲଡ ଦେଖ ୱାର୍ଲଡ ଫିଜିକାଲ ଜିଓଗ୍ରାଫି ଲେଖା ହେଇଛି। ଆମର ଅଛି କଣ ସୋସିଆଲ ଇକୋନୋମିକ ଆଉ ଫିଜିକାଲ ଜିଓଗ୍ରାଫି ଅଫ ଇଣ୍ଡିଆ ଆଣ୍ଡ ୱାର୍ଲଡ ପ୍ରିଲିମରେ ଲେଖା ହେଇଛି ଆମର ଓଏସ୍ ପ୍ରିଲିମରେ। ତାଙ୍କର ଅଛି ୱାର୍ଲଡ ଫିଜିକାଲ ଜିଓଗ୍ରାଫି, ତାପରେ ଫିଜିକାଲ ଜିଓଗ୍ରାଫି ଅଫ ଇଣ୍ଡିଆ ଆଣ୍ଡ ଓଡିଶା। ଓଡିଶାର नो डाउट ପକେଇବେ ସେମାନେ, ଓଡିଶାର ଅଛି ଫିଜିକାଲ ଜିଓଗ୍ରାଫିଟା ଖାଲି, ସୋସିଆଲ ଇକୋନୋମିକ ଜିଓଗ୍ରାଫି କଥା କିଛି ଲେଖା ହେଇନି ଏଥିରେ। ତାପରେ ଇମ୍ପୋର୍ଟାଣ୍ଟ ଆସ୍ପେକ୍ଟ ଅଫ ଗଭର୍ନାନ୍ସ, ଟ୍ରାନ୍ସପରେନ୍ସି, ଆକାଉଣ୍ଟେବିଲିଟି, ଇ ଗଭର୍ନାନ୍ସ, ରୋଲ ଅଫ ସିଭିଲ ସର୍ଭିସ ଇନ ଡେମୋକ୍ରାସି, ଏଗୁଡା ଓଏସ୍ ରେ ନାହିଁ। ବୁଝିହଉଛି, ଏଇଟା ପୁରା କମ୍ପ୍ଲିଟଲି ଯୋଉ ପଲିଟି ଇଣ୍ଡିଆନ ପଲିଟି କ୍ୱେଶ୍ଚନ ନୁହଁ, ମାନେ ଇଣ୍ଡିଆନ ପଲିଟି ଅପସନାଲ ଯୋଉମାନେ କରିଥିବ ଦେଖିବ, ଇଣ୍ଡିଆନ ପଲିଟି କହୁଛି ପଲିଟି କଣ ପବାଡ ଅପସନାଲ ଏଗୁଡା ସବୁ ହେଲା। ଲେଖା ଅଛି ଇମ୍ପୋର୍ଟାଣ୍ଟ ଆସ୍ପେକ୍ଟ ଅଫ ଗଭର୍ନାନ୍ସ, ଟ୍ରାନ୍ସପରେନ୍ସି, ଆକାଉଣ୍ଟେବିଲିଟି, ଇ ଗଭର୍ନାନ୍ସ, ରୋଲ ଅଫ ସିଭିଲ ସର୍ଭିସ ଡେମୋକ୍ରାସି, ଏଗୁଡା ଓଏସ୍ ରେ ନାହିଁ, ଏଥିରେ ମାନେ ରଖିଛନ୍ତି ହେଲା। ତାପରେ ଇଣ୍ଡିଆନ ଇକୋନୋମି ଆଣ୍ଡ ଇସ୍ୟୁ ରିଲେଟିଂ ଟୁ ପ୍ଲାନିଂ, ଗ୍ରୋଥ, ଡେଭଲପମେଣ୍ଟ, ଏମ୍ପ୍ଲୟମେଣ୍ଟ, ପଭର୍ଟି, ଆଲିଭେସନ, ରିସୋର୍ସ ମୋବିଲାଇଜେସନ ଆଣ୍ଡ ଇନଫ୍ଲେସନ। ଯଦି ବି ଆମର ପ୍ରିଲିମରେ ଅଛି, ଆମର ଅଛି କଣ ଇଣ୍ଡିଆନ ଇକୋନୋମିର ବେସିକ ଆମେ ଟିକେ ଦେଖୁଛନ୍ତି, ତା ସହିତ ଆମର ଅଛି ସଷ୍ଟେନେବଲ ଡେଭଲପମେଣ୍ଟ, ପଭର୍ଟି ଏଥିରେ ଅଛି, ଆମର ବି ଅଛି ପଭର୍ଟି, ତାପରେ ଅଛି ଇନକ୍ଲୁଜନ, ତାପରେ ଅଛି କଣ ଡେମୋଗ୍ରାଫି, ତାପରେ ଅଛି ସୋସିଆଲ ସେକ୍ଟର ଇନିସିଏଟିଭ ହେଲା, ଏଗୁଡା ସବୁ ଅଛି। ଏଥିରେ ସେମିତି ଲେଖା ହେଇନି, ଏଥିରେ ଲେଖା ହେଇଛି କଣ ନା ପ୍ଲାନିଂ, ଗ୍ରୋଥ, ଡେଭଲପମେଣ୍ଟ, ଏମ୍ପ୍ଲୟମେଣ୍ଟ, ପଭର୍ଟି ଆଲିଭେସନ, ରିସୋର୍ସ ମୋବିଲାଇଜେସନ, ଇନଫ୍ଲେସନ। ତାଙ୍କୁ କ୍ୱେଶ୍ଚନ ଏଇ ଟାଇପର ଟିକେ ପଡିବ, ଏଇ ଯୋଉ ସବ୍ ଟପିକ ଗୁଡା ଲେଖା ହେଇଛି, ଆକୁ ବେଶ କରି ସେମାନେ କ୍ୱେଶ୍ଚନ ପକେଇବେ, ତ ସେ ଅନୁସାରେ ଆକୁ ଏ ବାଦରେ ପ୍ରିପେୟାର କରିବାକୁ ପଡିବ। ସେମିତି ଲେଖା ତାକୁ ସେଠି ସେମିତି ପ୍ରିପେୟାର କରିବାକୁ ପଡିବ, ଆମକୁ ଏଠି ପ୍ରିପେୟାର କରିବାକୁ ପଡିବ ଏଇଭଳିଆ। डिफेन्स एंड इंडियन आर्म फोर्सेस एटा मोर ओएस नाही डिफेन्स ऑफ इंडियन आर्म फोर्सेस रिलेटेड क्वेश्चन पकेबे जहाँ करेंट हैपनिंग है कौन है है तेणु साइंटिफिक इन्वेंशन एंड यूज ऑफ साइंस तो आर रिलेटेड भी क्वेश्चन पड़ो जोटा ओएस नहीं ओएस खाली जनरल साइंस अच्छी ना कि एगुड़ाक जनरल साइंस बेसिक साइंस क्वेश्चन पकाउछन एगुड़ा भी पकई पारे जनरल साइंस एगुड़ा भी आसूसी कि पकाना ओएस जाना आईएस वाला पकई दौरान भितर भितर जाकि पकई ना तेणु ये जो साइंटिफिक इन्वेंशन एंड यूज ऑफ साइंस ये पूरा लिखि स्पेसिफिक कर देछन तापर इश्यू ऑफ एनवायरमेंटल इकोलॉजी डाइवर्सिटी बायोडाइवर्सिटी एटा अछि एटा दितो जेमति ओएस रे अछि भी अछि तार इंपोर्टेंट नेशनल इंटरनेशनल इंस्टीट्यूशन ऑर्गेनाइजेशन एंड देयर स्ट्रक्चर मैंडेट एटसेट्रा एगुड़ा नहीं ओएस रे माने एक्सक्लूसिव ओएस रे लिखा है पढ़ी पारे थ्रू क्वेश्चन रिलेटेड करी पकई पारंती बट एगुड़ा को पकई डायरेक्टली आईएस रे
ସେଥିପାଇଁ ଏସବୁ ଯେଉଁ କୋଶ୍ଚିନ୍ଟା ଟିକେ ଅଲଗା ଟାଇପ୍ର ରହିବ ଏସବୁ ୱେଷ୍ଟ ସେମ୍ ରହିବନି, ତୁମ ଲାଗିବ ଯେ ଏସବୁରେ ଦେବେ ଭଲ ଏଇଟା ପଡ଼ିଯିବ। ବୁଝୁଛ ନା ନାହିଁ? ଏମାନେ କିଛି କିଛି ମେନସନ୍ କରି ଯେଉଁ ଲେଖିଛନ୍ତି କୋଶ୍ଚିନ୍ ଏଇ ଟାଇପ୍ରେ ଆସିବ। ଓଏସ୍ରେ ସେମିତି କିଛି ଲେଖା ହେଇନି ସ୍ପେଶାଲ, ଓଏସ୍ ପ୍ୟାଟର୍ନ ଯେଉଁ ଭଳିଆ ଅଛି ସେଇଭଳିଆ କୋଶ୍ଚିନ୍ ସେମାନେ ପକାଉଛନ୍ତି। ତାମାନେ ଏଇଟା ଗୋଟେ ଓଏସ୍ର ଗୋଟେ ପୋର୍ସନ୍ ଓନ୍ଲି, ଏସ୍ ଗୋଟେ ସ୍ମଲ୍ ମାନେ ପାର୍ଟ ଅଫ୍ ଓଏସ୍। କିନ୍ତୁ ଏଗୁଡ଼ାକ ସ୍ପେଶିଆଲ ଯେହେତୁ ଲେଖା ହେଇଛି ଏଇ ପୋର୍ସନ୍ ଗୁଡ଼ା କୋଟି ସ୍ପେସିଫିକାଲି ଏଇଥିରୁ ସେମାନେ ପକେଇବେ। ତେଣୁ ଏଇ ଜିନିଷ ଗୁଡ଼ାକୁ ଆମକୁ କୋଶ୍ଚିନ୍ ପଡ଼େ। ମନେକର ସାଇଣ୍ଟିଫିକ୍ ଇନଭେନ୍ସନ୍ ଆଣ୍ଡ ୟୁଜ୍ ଅଫ୍ ସାଇନ୍ସ, ତମ ସାଇନ୍ସରେ କ'ଣ ଇନଭେନ୍ସନ୍ ହେଇଛି କ'ଣ କ'ଣ ହେଇଛି ଏଗୁଡ଼ା ପକେଇବେ, ପ୍ରାଇଜ୍ ଫ୍ରାଇଜ୍ କ'ଣ ମିଳିଛି କାହାକୁ, ଡିଫେନ୍ସ ଅଫ୍ ଇଣ୍ଡିଆନ୍ ଆର୍ମ ଫୋର୍ସେସ୍, ଏଗୁଡ଼ା ସ୍ପେଶାଲ ଓଏସ୍ରେ ଲେଖା ହେଇନି ନା, ତ କ'ଣ ସେଗୁଡ଼ା କ'ଣ ପଢ଼ିପାରିବୁନି? ପଢ଼ିପାରିବ, କିନ୍ତୁ ସ୍ପେଶାଲି ଲେଖା ହେଇନି ଯେହେତୁ ସେମାନେ ପକାଉନାହାନ୍ତି, କିଛି କିଛି ଜିନିଷ ପକେଇବେ କିନ୍ତୁ ନ ପକେଇ ପାରିବେ। କିନ୍ତୁ ଏଗୁଡ଼ାକ ଯେହେତୁ ଲେଖା ହେଇଛି ଏଥିରୁ ପର୍ଟିକୁଲାରଲି ଏ ସବୁ କୋଶ୍ଚିନ୍ ଆସିବ। ଓଏସ୍ର ଯେଉଁ ସିଲାବସ୍ଟା ବହୁତ ଭାଷ୍ଟ, ତା ଅଣ୍ଡରରେ ଏସବୁ ପଳେଇ ଆସିବ। କିନ୍ତୁ ଏସ୍ର ଯେଉଁ ପର୍ଟିକୁଲାର ଟପିକ୍ ଗୁଡ଼ା ସବୁ ଲେଖା ହେଇଛି ସେଥିରୁ ସେମାନେ ନିହାତି କୋଶ୍ଚିନ୍ ପକେଇବେ। ତେଣୁ ସେଇ ଅନୁସାରେ କୋଶ୍ଚିନ୍ ଆଉ ଓଏସ୍ର ଏଗୁଡ଼ା ପଢ଼ିପାରିବ ସେଥିରେ, କିନ୍ତୁ ସେମାନେ ପକାଉନାହାନ୍ତି ସେମିତି। ଯେମିତି ତାଙ୍କ ପ୍ୟାଟର୍ନ ଯେଉଁ ଭଳିଆ ଅଛି ଲେଖା ହେଇଛି ସେକୁ ବେସ୍ କରିକି ସେମାନେ ପକାଉଛନ୍ତି। ଆଉ ଏଗୁଡ଼ାକ ବି ତା ଅଣ୍ଡରରେ ଆସୁଛି, କିନ୍ତୁ ଏତେ ଭିତରକୁ ଯାଇକି ସେମାନେ ପକାଉନାହାନ୍ତି ହେଲା। ତେଣୁ ଏମିତି ଦେଖିହେବ, କିନ୍ତୁ ଏଗୁଡ଼ା ଯେହେତୁ ଏସ୍ଓର ଏକ୍ସକ୍ଲୁଜିଭ୍ ଲେଖା ହେଇଛି ସିଲାବସ୍ରେ ଏମିତି କୋଶ୍ଚିନ୍ ଆସିବ। ସେଥିପାଇଁ ଯାହାର ଯେଉଁ ସିଲାବସ୍ ଅଛି ସେଇ ଅନୁସାରେ ପ୍ରିପେୟାର କରିବା କଥା। ତେଣୁ ଡରିବା କଥା ନୁହଁ ଯେ ଏସ୍ଓର ଏମିତି କୋଶ୍ଚିନ୍ ପଡ଼ିଗଲା ତ ଓଏସ୍ରେ କେମିତି ପଡ଼ିବ। ସାର୍ ସମସ୍ତେ ବୋଧେ ଓଏସ୍ ପଢୁଛନ୍ତି ତା ସିଲାବସ୍ ଭାବୁଛନ୍ତି ପୁରା ସେମ୍, ନା ନା ସେଥିପାଇଁ ନା ସେଇଟା OS ନୁହଁ, ପାଇଁ ନା ସେଇଟା ସେମ୍ ନୁହଁ, ସେଇଟା ହେଉଛି ଭୁଲ ଧାରଣା ହେଲା। ସେମ୍ ନୁହଁ, କିଛି ଆଜ୍ଞା ପର୍ସେଣ୍ଟ ଅଛି, 60% ଖଣ୍ଡେ ସେମ୍ ଅଛି, ଆହୁରି 40% ହେଲେ ଖଣ୍ଡେ ସାର୍ ଅଲଗା ଅଛି ହେଲା। ଓଏସ୍ ପାଇଁ ପ୍ରିପେୟାର ହେଉଛନ୍ତି ଆଉ ଏଏସ୍ ର ଏକ୍ଜାମ ବି ଦେଇ ଦଉଛନ୍ତି ପାଖାପାଖି ଆସୁଛି ବୋଲି। ଏସବୁ ପାଖାପାଖି ହେଲେ ବି ତମକୁ ସ୍ପେଶାଲ ପ୍ରିପାରେସନ୍ ଟିକେ କରିବାକୁ ପଡ଼ିବ ଏସବୁ ପାଇଁ। ଆଜ୍ଞା ଆଜ୍ଞା ଡିଟୋ ସେମ୍ ଟୁ ସେମ୍ ନୁହେଁ, ବୁଝିହେଉଛି ନା ନାହିଁ? ଆଜ୍ଞା ତେଣୁ ସେଇଥିପାଇଁ ଯଦି ବୋଥ୍ କରିବ, ଯେଉଁମାନେ ବୋଥ୍ ପ୍ରିପେୟାର କରୁଛ ଓଏସ୍ ଆଉ ଏସବୁ ପାଇଁ ଯଦି ବୋଥ୍ କରିବା ପାଇଁ ଚାହୁଁଛ ସିଲାବସ୍ଟା ଦେଖିବ। କିନ୍ତୁ ଆମେ ଯେଉଁ କ୍ଲାସ୍ କରୁଛନ୍ତି ଏଠି ଆମେ ଓଏସ୍ ପାଇଁ କରୁଛନ୍ତି ନା, ଆମେ ଆଉ ସେଗୁଡ଼ାକ ଏତେ ଫୋକସ୍ କରୁନାହାନ୍ତି। ତେଣୁ ଯାହା ସିମିଲାର ରହୁଛି ପ୍ଲସ୍ ତମେ ଯଦି ତା ପାଇଁ କରିବା ପାଇଁ ଚାହୁଁଛ ଏକ୍ସଟ୍ରା ଦେଖିବାକୁ ପଡ଼ିବ, ଜିନିଷଟା ସବୁ ଦେଖିବାକୁ ପଡ଼ିବ କ'ଣ କ'ଣ ଅଛି। କିଛି ବଡ଼ କଥା ନୁହେଁ ଏସବୁ, କିନ୍ତୁ ଯେଉଁ ଜିନିଷଗୁଡ଼ା ଅଛି ସେଗୁଡ଼ାକ ଏକ୍ସଟ୍ରା ଟିକେ ଦେଖିବାକୁ ପଡ଼ିବ ସବୁ ହେଲା। डिफेन्स इंडियन आर्म फोर्सेस तार रिलेटेड एमसीक्यू सब सॉल्व करके पड़ो कि साइंटिफिक इन्वेंशन एंड यूज ऑफ साइंस तार पड़े हमर खाली जनरल साइंस लिखा है। तो से अनुसार हिस्ट्री ज्योग्राफी पॉलिटी एडा पढ़ु सॉरी हम पॉलिटी हमें माने बायोलॉजी पढ़ुछंदी माने बॉटनी जूलॉजी फिजिक्स केमिस्ट्री एडा देखुछंदी एते सेमति स्पेशली पढ़ुनी माने करंट अफेयर रिलेटेड करी क्वेश्चन पके देबे सेति जो कोन 28 40 टा खंड करंट अफेयर पढ़ी बिकॉज ऑफ दिस कारण अंकर सिलेबस टा एभला लिखा है कोन कहूची बुझी होची रे ଆଜ୍ଞା तो ସାର୍ से ସାର୍ ଆମେ ନେକ୍ସଟ ଇୟର ଯେତେବେଳେ ଏକ୍ଜାମ ଦେବୁ ଆମର ବୋଧେ ହାଇ ଲେଭେଲ ପୁରା ଡେପ୍ଥ ରୁ ବୋଧେ ପଡ଼ିବ। ना 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 हाई लेवल किसी ना एरा भूल धारणा जो पिलार सिलेबस को देखिकी कांसेप्ट क्लियर करके पढ़ी जाउची ता पई किछि हाई लेवल होला हाई लेवल होची हाई लेवल क्वेश्चन जो कोन जरा पढंती नि से हाई लेवल खाली बाहाना हाई लेवल खाली बाहाना किछि डेप्थ रे पढ़िबो नो डाउट आ को सही तुम पढ़िबो भारत राष्ट्रपति के अरे एबडा पढ़िबो क्वेश्चन न भाई एटा जने पियन पई चाकरी अप्लाई करबे तो क्लास डी जो मन अप्लाई कर तांकर पढ़िबो ना तुम ऑफिसर लेवल जब एग्जाम दबा आम तो ये क्वेश्चन एक्सपेक्ट करो ना डेप्थ क्वेश्चन आसो नो डाउट बोली तेणु तुम कम हो स्टार्टिंग रु पूरा कॉन्सेप्ट को बिल्ड जो एटा हम जो पढ़ुछन ए सोर भी एटा दरकार कारण मॉडर्न इंडियन हिस्ट्री अछि ना तांकर ब्रिटिश रूल एंड फ्रीडम स्ट्रगल एटा ए सोर भी दरकार आईएस रे भी दरकार तेणु आपको भल भाव पढ़ार अच्छी सब तेणु जो पोर्सन सिमिलर सेम टू सेम अच्छी मानो इंडियन कन्स्टिट्यूशन सेठी भी अच्छी एठी भी अच्छी फिजिकल ज्योग्राफी सेठी अच्छी एठी भी अच्छी किंतु ओएस रे एक्स्ट्रा सोशल ज्योग्राफी क्वेश्चन आसीबो इकोनॉमिक ज्योग्राफी क्वेश्चन आसीबो बुझी होची कोन कहूची तेणु जो जोरा सेम अच्छी जोड़ा एक्स्ट्रा जोड़ा अलग अलग पोर्सन अच्छी तो अलग देखा पड़ो तेणु सेमती सब अच्छी देखिए व्यस्त हबार किसी ना सब एग्जाम अलग अलग पैटर्न अच्छी अच्छा हो आम स्टार्ट करवा आंग्लो मराठा बार तुम जब दीटा करुच देख दीटा जाक जोड़ा सेम तो अच्छी तोर हो जाऊँगी बाकी जोड़ा एक्सट्रा अच्छी ये शो से देख एक्सट्रा नोट बनाई पड़ो प्रिपेयर करा पड़ो सब सिलेबस को देखिए प्रिपेयर कर सिलेबस कौन लिखाई क्वेश्चन केमी पड़ो अंध भाव में खाली भगवान भाया प्रिपेयर कले लाइफ में किसी आचिव हम अभी बहुत पिला परीक्षा देखिए क्वेश्चन पड़गला ये होगा सी होगा कि आग सिलेबस देखे कौन लिखाई से अनुसार क्वेश्चन पड़ी ना नहीं ଆଜ୍ଞା अधा पिला तो जानू ना कि प्रिपेयर करूँ गाई गोठरे खाली दौड़ुन है 3-4 वर्ष भुवनेश्वर बुलवे आसिक दौड़ी रही हेल्ले कौन हम बहुत बिलो एवरेज पिला बढ़िया रिजल्ट होची कौन प्रॉपर गाइडेंस रे जाउछन जहाँ पढ़िया कथा जमी लिखा है पढ़ुन प्रिपेयर ठीक से कर पढ़ुन आ बहुत पंडित देखिए भुवनेश्वर बुलूँ से सब बर्बाद होकर आस पंडित के देखे हेनी सब बेले भाव मुझे बहुत जिन जानी चेष्टा कर जानी जानी आस्ते आस्ते जी पढ़ुच कनसेप्ट क्लीयर करी छोटिया छोटिया जिन पढ़ी परीक्षा भूल कर छोट छोट जिन गुड़ा
क्लारिटी नहीं कॉन्सेप्ट रो बोली है सब बेले कॉन्सेप्ट क्लियर करी चलो जहाँ कहूँ। अच्छा हेडिंग दियो फास्ट एंग्लो मराठा वार है फास्ट एंग्लो मराठा वार मराठा वार फास्ट एंग्लो मराठा वार देखो फास्ट एंग्लो मराठा वार है आम कौ जाए पढ़ी कि आम पढ़ी थार्ड बैटल पानीपत हारीगला को माने मराठा माने जो पेशवा थे किए से अरे पेशवा किए थे बालाजी बाजीराव कौन होगला डेथ डेथ हो ହେଇଗଲା। तो बालाजी बाजीराव डेथ है किए तो जो पुओ थे जानी गोटे पुओ चली जाता किए बसवा राव कि नहीं अरे विश्व राव डेथ हो ये ना बुझीपार आ दी भाई कृष्णा राव शमशेर कृष्णा राव और सदाशिव राव डेथ होगा तेणु बर्तमान गोटे भाई बंची रघुनाथ राव आउ पुओ दीटा बंची माधव राव और नारायण राय बुझी ना ना अरे कौन कहूँ बुझीपार ना मन पड़ूनी हाँ ଆଜ୍ଞା ସାର୍। तेणु बर्तमान एटा लिखुनी टाइम जीव लेट हम तुम मन रख लिखाई नोट देखिदियो बर्तमान कौन करवा तेणु पुओ एक्चुअली किए हबार कारण भाई भी जन अच्छी किए से भाई अच्छे रघुनाथ राय जाना रघुवा सी चलीगला भाई को करवा कथा कि ना पुओ को करवा कथा तेणु इंडियन ट्रेडिशन अनुसार आम सब बाप चलीगला बड़ पुओ हम तार गोटे पुओ तो विश्व राव तो चली जाइए माधव राव नारायण राय दी जन अच्छा तेणु डेथ पर माधव राव को गले कि भल लगे क्या क्या भल लगे भाई रघुनाथ राय को भल लगे सी कहला सी यदि चलीगला मुझे मो भाई पर मुझे था कि जेहेतु पुओ को करदे माधव राव को करदे तेणु रघुनाथ राय गोटा भल लगे आरंभ है कहानी फ्रिक्शन आरंभ है रघुनाथ राय कारसादी करा स्टार्ट कला बुझे ना रघुनाथ राय हूँ मेन आंग्लो मराठा वार कल्प्रिट है तार लगे ही सब है। अच्छा देख ये लेख आफ्टर द डेथ ऑफ बालाजी बाजीराव लेख आफ्टर द डेथ ऑफ बालाजी बाजीराव आफ्टर द डेथ ऑफ बालाजी बाजीराव हिज सन माधव राव became Peshwa at the age of 16 लेख आफ्टर द डेथ ऑफ बालाजी बाजीराव हिज सन माधव राव became Peshwa at the age of 16 तेणु बर्तमान किए है बालाजी बाजीराव पर पेशवा बर्तमान किए कि लेख आफ्टर द डेथ ऑफ बालाजी बाजीराव हिज सन माधव राव became Peshwa at the age of 16 पेशवा माधव राव ये छोट पिला ना भाई कहला मुझे बोली कि करेदेली कि प्रोब्लेम कौन है देख जो पेशवा माधव राव जो एट द एज ऑफ 16 से तार ब्रदर किए गोटे अच्छी तार गोटे भाई भी अच्छी कौन था ना अरे ब्रदर किए तार नारायण नारायण राव नारायण राव ये अच्छी भाई तापरे तार अंकल भी गोटे अच्छी किए से रघुनाथ राव है अंकल किए से रघुनाथ राव ରଘୁନାଥ ରାव रघुनाथ राव तार अंकल हूँ रघुनाथ राव बा रघुवा रघुवा तार अंकल हूँ रघुनाथ राव बा रघुवा है ब्रदर हूँ नारायण राव अंकल हूँ रघुनाथ राव बा रघुवा बुझेगा तेणु ता अंकल कौन नॉट हैप्पी जो अंकल था ये जो बनला ये तो नो डाउट ये नॉट हैप्पी भल लगे ये चाहूला ये निज हम बोली पेशवा बने बोली है किंतु कौन है ना नहले भी माधव राव कौन है माधव राव प्रूव टू ए वेरी एत कम एज रे भी गोटे एबल एडमिनिस्ट्रेटर निजक माधव राव काफी मैसूर वाला अटाक कर टाइम टू टाइम जीति भी जाऊला तेणु माधव राव प्रूव टू बी एन एबल एडमिनिस्ट्रेटर है माधव राव proved to be an able administrator है he built the lost strength and the prestige of Maratha empire जो हारी गले ये रे पानीपत हारीगला पर जो माने विभिन्न प्रकार ये तिरस्कार होता से जिनटा को से पुणी रिकवर कला
he built he built the lost strength he built the lost strength and the prestige of a Maratha Empire. Prestige of a Maratha Empire. Lost strength and prestige of a Maratha Empire. ବୁଝିହେଲା ପେଶୱା ମାଧବରାव। ତେଣୁ ତେଣୁ ଯେତେବେଳେ ଇଏ ଥିଲା ତେଣୁ ମରାଠା ଚିଫ୍ ମାନେ ବି ତାଙ୍କର ଯୋଉ ବିଭିନ୍ନ ମରାଠା କନଫେଡେରାନ୍ସର ଯୋଉ ଚିଫ୍ ମାନେ ଥିଲେ ସବୁ ମାନେ ଗାୟକୱାଡ ହେଲା ହୋଲକର ହେଲା ଏସବୁ ମାନେ କି ସିନ୍ଧିଆ ହେଲା ଏମାନେ ସବୁ କଣ କଲେ ନା ଏମାନେ କଣ କଲେ କିରେ ଏମାନେ କଣ କଲେ ଏମାନେ ସବୁ ୟା ସହିତ କୋଡିଏଲି ସବୁ ସପୋର୍ଟ କଲେ ଏବଂ ୟା ସହିତ ଠିକ ସେ କଣ ଆଙ୍କ ସହିତ ସହଯୋଗ କଲେ ସବୁ ଠିକରେ। ତେଣୁ ଏଇଟା ଲେଖିଦେବ ଗୋଟେ ପଏଣ୍ଟ ଯେ ମରାଠା କନଫେଡେରାସି ଚିଫ୍ ଏଲସୋ ୱାର୍କଡ କୋଡିଆଲି ଅଣ୍ଡର ମାଧବରାଓ ୱାନ୍ ହେଲା। ମରାଠା କନଫେଡେରାସି ଚିଫ୍ chiefs also worked cordially under Madhavrao I ହେଲା under ମାଧବରାଓ ବୁଝିଲା। ତ ରଘୁନାଥ ରାଓ was not happy କିନ୍ତୁ ଏଥିରେ କଣ ଜାଣିଛୁ ରଘୁନାଥ ତ ଖୁସି ନଥିଲା। ରଘୁନାଥ ରାଓ was not happy and always engaged in plotting against Madhavrao plotting against କଣ କି ମାଧବରାଓ ହେଲା। so ମାଧବରାଓ placed ରଘୁନାଥ ରାଓ under house arrest। ତାକୁ ହାଉସ ଆରେଷ୍ଟ କରି ରଖିଲା। ମାଧବରାଓ ସେ ଦେଖିଲା ସବୁବେଳେ ପ୍ଲଟିଂ କରୁଛି କହିଲେ ବାବା ତୁ ରୁହ ଏଠି ଗୃହବନ୍ଦୀ କରି ତାକୁ ରଖିଲା। ମାଧବରାଓ placed ରଘୁନାଥ ରାଓ under house arrest under କଣ କିରେ under କଣ under house arrest ହେଲା। so Madhavrao placed Raghunath Rao under house arrest। so in 1772 କିନ୍ତୁ ଏନ୍ଦର ହାଉସ ଆରେଷ୍ଟ ରଖିଲା କିନ୍ତୁ ପ୍ରୋବ୍ଲେମ ହେଲା କଣ ମାଧବରାଓ ସମୟରେ ବି କାଫି ମାନେ ଲଷ୍ଟ ଗ୍ଲୋରି ଅଫ ମରାଠା ଏମ୍ପାୟାର came into existence again and it was proved that he was very able administrator also and a very nice was a very commanding ରେ army commanding ରେ ବି ତାର କାଫି ଦକ୍ଷତା ଥିଲା। ତେଣୁ ଏଇ ସବୁ ଜିନିଷରେ ତାକୁ କାଫି ଗୋଟେ ଏବୁଲ ଲିଡର ବୋଲି ପ୍ରୁଭ୍ ହେଲା କି ସେ ମାଧବରାଓ। ଆଉ ମାଧବରାଓକୁ ସମସ୍ତେ ବି ଅଲଗା ଯୋଉ ମରାଠା କନଫେଡେରେସିର ଅଲଗା ଯୋଉ ଚିଫ ବରୋଦା ହେଲା କି ଗ୍ୱାଲିୟର ହେଲା ଇନ୍ଦୋର ହେଲା ପୁନେ ହେଲା ସେମାନେ ପୁନେ ତ ଏମିତି ପେଶୱାଙ୍କ ଅଣ୍ଡରରେ ରହୁଥିଲା। ତେଣୁ ଏମାନେ ସମସ୍ତେ ବି ହେଲ୍ପ କରୁଥିଲେ ଆଉ କୋଅର୍ଡିନେଟ କରୁଥିଲେ ଠିକସେ ଆଉ ସବୁ ଠିକ ଠାକ ଚାଲିଥିଲା। କିନ୍ତୁ ଘଟଣା ଘଟିଲା 1772 ମସିହାରେ କଣ ହେଲା କିରେ ମାଧବରାଓଙ୍କର ଡେଥ ହେଇଗଲା ଟ୍ୟୁବରକୁଲୋସିସରେ ଟିବିରେ ହେଲା। ତେଣୁ କଣ ପ୍ରୋବ୍ଲେମ ଆରମ୍ଭ ହେଇଗଲା। ତେଣୁ କଣ ହେଲା ଦେଖ in 1772 in 1772 in 1772 Madhavarao's untimely demise ମାନେ ଡେଥ ହେଇଗଲା ଯୋଉ TIMELY
untimely demise ମାନେ ମୃତ୍ୟୁ ହେଲା untimely demise due to tuberculosis proved fatal to the expansion proved fatal to the expansion of Maratha territory to the expansion and stability of Maratha Empire ହେଲା expansion and stability of Maratha Empire ତେଣୁ କିପରି ବର୍ତ୍ତମାନ ଚାଲିଗଲା ତାପରେ କି ହବ ମାଧବରାव ପରେ ମାଧବରାव ଡେଥ୍ ହେଇଗଲା ତାପରେ କି ହବ ବର୍ତ୍ତମାନ ଆରେ କି ହବ ତାପରେ ମାଧବରାव ତ କିଛି ନାହିଁ ତାଙ୍କ ଭାଇ ନାରାୟଣ ରାव ମାଧବରାव ତ ମ୍ୟାରେଜ ହେଇନି କିଛି ହେଇନି ତ କଣ ହବ ତେଣୁ ତାପରେ ଭାଇ ନାରାୟଣ ରାୟକୁ କଲେ ତ ନାରାୟଣ ରାव ବର୍ତ୍ତମାନ ନାରାୟଣ ରାव ବିକମ୍ ଦ ପେଶୱା ଆଙ୍କ ପରେ ଭାଇକୁ ଗଲେ କିଏ ସେ ନାରାୟଣ ରାୟ ନାରାୟଣ ରାव became Peshwa. ନାରାୟଣ ରାଓ became ପେଶୱା ହେଲା କିନ୍ତୁ ତମେ ଜାଣିଛ ନାରାୟଣ ରାଓ ପେଶୱା ହେଲେ ବି ନାରାୟଣ ରାଓ ଗୋଟେ ଷ୍ଟ୍ରଙ୍ଗ ନଥିଲା ମାନେ ଏଇ ମାଧବରାଓ ଭଳି ଆର ଏତେ ଦକ୍ଷତା ନଥିଲା ଏହା ବକୁଲଟେ ଥିଲା ବୁଝୁଛ ନା ନାଇଁ ତେଣୁ ନାରାୟଣ ରାଓଙ୍କ ଅଣ୍ଡରରେ ଇଏ ପେଶୱା ହେଲା ତା ଅଣ୍ଡରରେ କଣ ହେଲା ନା ଆଙ୍କ ଅଣ୍ଡରରେ ସବୁ ମରାଠା କନଫିଡେନ୍ସି ରହିଲେ ମରାଠା କନଫିଡେନ୍ସି କିଏ କନଫିଡେନ୍ସି ପ୍ରଥମ ତ ଗାଇକୱାଡ କୋଉଠିକିରେ ଗାଇକୱାଡ କୋଉଠାର ବରୋଦା ଦେଖ ଯିଏ ପଢୁନି ଯେ ରେଗୁଲାରଲି ଯିଏ ରିଭାଇଜ କରୁନି ମତେ କିଛି ମାନେ କହିବନି କିଛି ଲାଷ୍ଟକୁ ଯାହା ହବ ତମମାନଙ୍କର ଅବସ୍ଥା ଭୋସଲେ କୋଉଠାର ନାଗପୁର ଭୋସଲେ ନାଗପୁର ତାପରେ ପେଶୱା ପୁନେ ତାପରେ ହଉଛି କଣ ନା ହଲକର ଇନ୍ଦୋର ହଲକର ଇନ୍ଦୋର ତାପରେ ସିନ୍ଧିଆ ଗ୍ୱାଲିୟର ଏସବୁ ହେଲେ ଏ ତାଙ୍କ ତଳେ ଜିନିଷ ରହିଲେ କିନ୍ତୁ ରଘୁନାଥ ରାୟ ତ ଭକୁଲଟେ ଥିଲା ତମେ ନାରାୟଣ ରାୟ ତ ଭକୁଲଟେ ଥିଲା ଇଏ ପ୍ରଥମେ ଆସି କଣ କଲା ତା ଦାଦାକୁ ଜେଲରୁ ବାହାର କଲା ଯୋଉ ହାଉସ ବନ୍ଦୀ କରି ରଖା ତାକୁ ରିଲିଜ କରିଦେଲା କିରେ ସିଏ ତ ପ୍ଲଟ କରୁଛି ସବୁ ତମମାନଙ୍କ ଏଗନେଷ୍ଟରେ ତୋ ଭାଇ ଏଗନେଷ୍ଟରେ ବି ପ୍ଲଟ କରୁଥିଲା ତୁ ତାକୁ କଣଟା ବାହାର କରିଦଉଛୁ ସେ ତ ଛାଡିବ କି ତେଣୁ ସିଏ କଣ କଲା ନା ରଘୁନାଥ ରାୟ ୱାଜ ରିଲିଜ ଫ୍ରମ ଦ ହାଉସ ଆରେଷ୍ଟ ପ୍ରଥମ ଆସିକି କଲା ଏଇଟା ସବୁବେଳେ ବୋକା ଗୁଡାକ ଭକୁଆ ଗୁଡା ବେଶୀ ଇମୋସନାଲ ନୁହଁ କି ଏଇଟା ଭକୁଆଟା ତେଣୁ ସେଥିପାଇଁ ଇମୋସନାଲ ହେଇକି ତା ଅଙ୍କଲ ପ୍ରଥମେ ବାହାର କରିଦେଲା ତେଣୁ ହାଉସ ଆରେଷ୍ଟରୁ କଣ ହେଲା ନା ରଘୁନାଥ ରାଓ was released from house arrest ତ ରଘୁନାଥ ରାୟକୁ ପ୍ରଥମେ ହାଉସ ଆରେଷ୍ଟ ରିଲିଜ କରାହେଲା ଆଜି କରିଦେଲା ପ୍ରଥମେ ତେଣୁ ରଘୁନାଥ ରାୟ ଯଦି ହାଉସ ଆରେଷ୍ଟ ଏଇ ତ ଚାହୁଁଛି ମୁଁ କେମିତି ତାକୁ ମାନେ ନିଜ ରାଜଗାଦିରେ ବସିବା ପାଇଁ କିନ୍ତୁ ମୋର ସେତେବେଳେ କଣ ଯେ ମାଧବ ରାଓ ବହୁତ ଷ୍ଟ୍ରଙ୍ଗ ଥିଲା ଏବୁଲ ଥିଲା ଦୂରଦୃଷ୍ଟି ଥିଲା ତାର ତେଣୁ ତାକୁ କିଛି କରିପାରୁନଥିଲା ପ୍ଲଟିଂ କଲେ ବି ସକ୍ସେସଫୁଲ ହଉନଥିଲା ଏଇଟା ଭକୁଆଟା ନାରାୟଣ ରାଓଟା ତେଣୁ ଆକୁ ଯାଇକି ମର୍ଡର କଲା ପ୍ରଥମେ ବାହାର କଲା ତେଣୁ 1772 ଦେଖ 1773 ଆକୁ ମର୍ଡର କଲା କାହାକୁ ନାରାୟଣ ରାୟ ମାନେ କନସ୍ପିରେସି କରିକି ମର୍ଡର କଲା ତେଣୁ କେତେ ଇନ୍ 1773 ରଘୁନାଥ ରାଓ ମର୍ଡର୍ଡ କାହାକୁ ରେ ନାରାୟଣ ରାଓ in a conspiracy and he declared himself as Peshwa. Declared himself as Peshwa. Declared himself as Peshwa. ତେଣୁ ବର୍ତ୍ତମାନ କଣ କରାହବ ନା and declared himself as Peshwa.
ଦେଖ ଆମେ ଗୋଟେ ମୁଁ ଏଥର ଗୋଟେ ନୂଆ ପ୍ଲାନ୍ ଚିନ୍ତା କରିଛି ହେଲା, ଶୁଣ କଣ କରିବା। ମୁଁ ଗୋଟେ କହିଯାଇଛି ଷ୍ଟାର୍ଟିଂରୁ କହିବାକୁ ଭୁଲି ଯାଇଛି। ଦେଖ ଏବେ ଆମେ ନୂଆ କରିବା, ତମେ ମାନେ କେତେ 6 ଜଣ ଅଛ ନା, 6 ଜଣ ଆମର ଇଏରେ ଅଛ। ତ ତମ କଣ କରିବା, ଯୋଉ ଦିନ ଯାହା ପଢା ହଉଛି, କଣ କହୁଛି ବୁଝି ହଉଛି? ଆରେ ଯୋଉ ଦିନ ଯାହା ପଢା ହଉଛି, ତମର କାମ ହେଲା ଯୋଉ ଦିନ ଯୋଉ ପୋର୍ସନ୍ସ ପଢା ହଉଛି, ବୁଝିପାରୁଛ ନା? ମନେକର ଆଜି ଆମେ ଫାର୍ଷ୍ଟ ଆଙ୍ଗ୍ଲୋ ମରାଠା ୱାର ପଢିଲେ, ତ ତମେ ଆଙ୍ଗ୍ଲୋ ମରାଠା ୱାରରୁ 5ଟା କ୍ୱେଶ୍ଚିନ୍ ବନେଇବ। ଏମସିକ୍ୟୁ କ୍ୱେଶ୍ଚିନ୍ ମାନେ ନେଟରୁ ଦେଖିକି ସର୍ଚ୍ଚ କରିକି ହଉ, ଯୋଉଠୁ ହଉ, ସେଇ ଯାହା ଆମେ ପଢିଛନ୍ତି ତା ଭିତରେ 5ଟା କ୍ୱେଶ୍ଚିନ୍ ବନେଇକି ତାର ଏକ୍ସପ୍ଲାନେସନ୍ ଲେଖିକି, ମାନେ ନେଟରୁ ତମକୁ ବହୁତ କ୍ୱେଶ୍ଚିନ୍ ମିଳିଯିବ ଇଣ୍ଟରନେଟରୁ, ସେ କ୍ୱେଶ୍ଚିନ୍ ସହିତ ତାର ଏକ୍ସପ୍ଲାନେସନ୍ ବି ତମକୁ ମିଳିଯିବ ହେଲା। ସେ କ୍ୱେଶ୍ଚିନ୍ ଆଉ ଏକ୍ସପ୍ଲାନେସନ୍ କପି କରିକି ବା ତମେ ଯେମିତି ବନେଇକି ଗୋଟେ ପିଡିଏଫରେ, ତମକୁ ପିଡିଏଫ୍ ବନେଇ ଆସିଛି ତ? ଆରେ ଗୁଗଲ ଡକ୍ରେ ପିଡିଏଫ୍ ବନେଇ ଆସିଛି? ହଁ, ଗୁଗଲ ଡକ୍ରେ ପିଡିଏଫ୍ ବନେଇ ପାରିବ ତ ସମସ୍ତେ? ହଁ ଆଜ୍ଞା ଆଜ୍ଞା ହଁ ଆଜ୍ଞା। ହଁ, ତେଣୁ ସେ ପିଡିଏଫ୍ ଯେକୌଣସି ଗୋଟେ ମାନେ ପେଜରେ ତାକୁ ପେଷ୍ଟ କରିକି କ୍ୱେଶ୍ଚିନ୍, ଗୋଟେ ଅବଜେକ୍ଟିଭ କ୍ୱେଶ୍ଚିନ୍, ତାର ଆନ୍ସର, ଅବଜେକ୍ଟିଭ କ୍ୱେଶ୍ଚିନ୍ ଆନ୍ସର, ଜଣକେ 5ଟା ଲେଖେ। ତେଣୁ 6 ଜଣ 6×5 30ଟା କ୍ୱେଶ୍ଚିନ୍। କିନ୍ତୁ ସେଇ 5ଟା କ୍ୱେଶ୍ଚିନ୍ ଆଗ ଲେଖିବ, କ୍ୱେଶ୍ଚିନ୍ ଲେଖିବ, ତାର ମଲ୍ଟିପୁଲ ଚଏସ୍ ଯେମିତି ଦେବା କଥା ଦବ, ଏରେ ଏଇଆ, ବିରେ ସେଇଆ, ତାର ଆନ୍ସର କଣ ହବ ତଳେ ପେଷ୍ଟ କରିବ ଆନ୍ସରଟା। ଆନ୍ସର ମାନେ ୱିଥ୍ ଏକ୍ସପ୍ଲାନେସନ୍ ମିଳିଯିବ ତମକୁ, ସବୁ ଅନଲାଇନରେ ମିଳିଯିବ, ନିଜେ କିଛି ହାତରେ ଲେଖିବାକୁ ପଡିବନି, ଅନଲାଇନରେ ବହୁତ କ୍ୱେଶ୍ଚିନ୍ ମିଳିବ। ତ ସେଗୁଡ଼ା ସବୁ ତାର ଆନ୍ସର କଣ ହବ ତଳେ ଲେଖିବ। ଏମିତି କରିକି ଜଣକେ 5ଟା ଲେଖେ କ୍ୱେଶ୍ଚିନ୍ ଡେଲି ଡେଲି ମୋତେ ପବ୍ଲିଶ କରିବା, ମୋତେ ଦବ, ମାନେ ମୋ ପାଖକୁ ସେଣ୍ଡ କରିବ। କଣ କହୁଛି ବୁଝି ହଉଛି? ମୁଁ ତମ ସହିତ ମୁଁ ସବୁ 30ଟାଙ୍କ କ୍ୱେଶ୍ଚିନ୍ର ପିଡିଏଫ୍ ବନେଇକି ତମକୁ ପଠେଇଦେବି। ତାମାନେ କଣ ହେଲା, ତମେ ତମ କ୍ୱେଶ୍ଚିନ୍ 5ଟା ପାଇଲ, ପ୍ଲସ୍ ଅଲଗା 5 ଜଣ ତାଙ୍କ ବୁଦ୍ଧି ଅନୁସାରେ ତାଙ୍କୁ ଯେମିତି ଲାଗିଲା ଇମ୍ପୋର୍ଟାଣ୍ଟ, ସେ ବି ଆଉ 5ଟା କ୍ୱେଶ୍ଚିନ୍ ବନେଇଲେ। ତ ତମକୁ ଆହୁରି କଣ 25ଟା କ୍ୱେଶ୍ଚିନ୍ ଏକ୍ସଟ୍ରା ବି ମିଳିଲା। 5ଟା ନିଜେ ତ 5ଟା ବନେଇଥିଲ, ପ୍ଲସ୍ ଆଉ 25ଟା ଦେଖେଇଲା। ତ ଗୋଟେ ପୋର୍ସନରୁ, ଛୋଟିଆ ପୋର୍ସନରୁ 30ଟା କ୍ୱେଶ୍ଚିନ୍ କଲେ ମୋତେ ଲାଗୁନି ଆଉ କୁଆଡେ ବାହାରୁ ଏମସିକ୍ୟୁ ତମକୁ ପ୍ରାକ୍ଟିସ୍ କରିବାକୁ ପଡିବ। ଯଦି ବର୍ଷ ସାରା ଆମେ ପ୍ରୋସିଜରଟା କଣ୍ଟିନ୍ୟୁ କରି ଚାଲିବା, ମୋତେ ଲାଗୁନି ବାହାରୁ କୋଉଠି ଏମସିକ୍ୟୁ ପଡିବ। ତମେ ବିଭିନ୍ନ ପ୍ରକାର ପାଷ୍ଟ ଇୟରର କ୍ୱେଶ୍ଚିନ୍ ହଉ, ପାଷ୍ଟ ଇୟରର ମାନେ ଆଇଏସ୍ ପ୍ରିଲିମ୍ କ୍ୱେଶ୍ଚିନ୍ ହଉ, କି ଅଲଗା ଅଲଗା ବିଭିନ୍ନ ଏକ୍ଜାମର କ୍ୱେଶ୍ଚିନ୍ସ ହଉ, ତମକୁ ନେଟ୍ରେ ସର୍ଚ୍ଚ କଲେ, ସେଇ କଣ୍ଟେଣ୍ଟ ରିଲେଟେଡ୍ ନେଟ୍ରେ ସର୍ଚ୍ଚ କଲେ ଗୁଡ଼ାଏ ଏମସିକ୍ୟୁ ମିଳିବ। ତୁ କର, ସେମିତି କଲେ କି ନିଜ ପରିଶ୍ରମ ତମେ କରିବ, ନିଜେ ପରିଶ୍ରମ କଲେ ହିଁ କନସେପ୍ଟଟା ବିଲ୍ଡ ହବ। ଆଉ ଖାଲି ବସିକି ମୁଁ କହିଦେବି, ତମେ ଶୁଣିଦେଲ, ଏକାନରେ ବସିକି ସେ କାନରେ ବାହାରିଗଲା, ତାପରେ ଯାଇକି ଅଲଗା କଣ କଲ, ସେମିତି ଲାଭ ନାହିଁ କିଛି। ତେଣୁ ଆମେ ଯୋଉଦିନ ଯାହା ପଢିବା ତା ପୂର୍ବରୁ, ଏବେ ତ ଆମର କେତେ ପଢା ହେଇଗଲାଣି, ଏବେ ମୁଁ ତମକୁ କହିବି ଆମର ଯୋଉ ଏବେ ତ ଆମର ତମେ ଗୋଟେ କାମ କରିବ, ଏବେ ଷ୍ଟାର୍ଟିଂ ଫ୍ରମ୍ ୟୁରୋପିଆନ ଆରମ୍ଭଠୁ ଯାହା ଆଗରୁ କରିଛେ ପରେ ନହେଲେ ଶୁରୁ କରିବା। ଏବେ ଆଙ୍ଗ୍ଲୋ ମରାଠା ୱାର ପଢିଛେ, ଏବେ କାଲି ତମକୁ ଯୋଉ ନେକ୍ସଟ କ୍ଲାସ ହବ, ଆଙ୍ଗ୍ଲୋ ମରାଠା ୱାରରୁ ଷ୍ଟାର୍ଟ କରିବା। ବାକି ଯାହା ପଢା ହେଇଯାଇଛି ଆଙ୍ଗ୍ଲୋ ମହୀଶୂର ପରେ ଦେଖିବା ସେଗୁଡ଼ା। ଆଙ୍ଗ୍ଲୋ ମରାଠା ୱାରରୁ ଆଜି ପର୍ଯ୍ୟନ୍ତ ଏବେ ତ ଦିଟା କ୍ଲାସ, ଆଜି ତମକୁ ସେ ଦିଟା କ୍ଲାସ ହବ। ତେଣୁ ଆଙ୍ଗ୍ଲୋ ମରାଠା ୱାରର ବ୍ୟାକଗ୍ରାଉଣ୍ଡ, ଆଉ ଫାର୍ଷ୍ଟ ଆଙ୍ଗ୍ଲୋ ମରାଠା ୱାର ଆଜି ହେଇଛି, ଆକୁ ସରିଯିବ ଫାର୍ଷ୍ଟ ଆଙ୍ଗ୍ଲୋ ମରାଠା ୱାର। ତେଣୁ ଆକୁ କଣ କରିବ ନା, ତମେ 5ଟା କ୍ୱେଶ୍ଚିନ୍ ଜଣେକି 5ଟା ଲେଖେ କ୍ୱେଶ୍ଚିନ୍ ବନେଇବ। ଗୁଗଲ ଡକ୍ରେ ଯାଇକି, ଗୁଗଲ ଡକ୍ରେ 5ଟା କ୍ୱେଶ୍ଚିନ୍ ବନେଇକି ତାକୁ ସେଣ୍ଡ କରିବ। ବୁଝିହଉଛି? ଗୁଗଲ ଡକ୍ରେ 5ଟା କ୍ୱେଶ୍ଚିନ୍ ବନେଇକି ତାକୁ ସେଣ୍ଡ କରିବ ମୋ ପାଖକୁ, ତା ଲିଙ୍କଟା ସେଣ୍ଡ କରିବ। ନହେଲେ ନାହିଁ, ଯଦି ଗୁଗଲ ଡକ୍ରେ ବନେଇ ପାରୁନି, ଡାଇରେକ୍ଟଲି କପି କରିକି ନହେଲେ ମୋତେ ହ୍ୱାଟ୍ସଆପରେ ସେଣ୍ଡ କରିବ ହେଲା। ତମକୁ ଯେମିତି ସୁବିଧା ଲାଗୁଛି ସେମିତି ସେଣ୍ଡ କରିବ। ତା ଲିଙ୍କଟା ତାକୁ ଭିଜିବୁଲ୍ ଟୁ ଅଲ୍, ଆଗ ଲିଙ୍କଟା ଯୋଉ ସେଣ୍ଡ କରିବ, ଲିଙ୍କଟାକୁ ପ୍ରଥମେ ଚେଞ୍ଜ କରିବ, ରେଷ୍ଟ୍ରିକ୍ଟେଡ୍ ଫର୍ମାଟ୍ ଡାକି ଭିଜିବୁଲ୍ ଟୁ ଏଭ୍ରିୱାନ୍ କରିବ। କରିକି ଫଟୋ ଯଦି ନହେଲେ ନାହିଁ ବି ତମେ କଣ କରିବ, ତାକୁ କପି ପେଷ୍ଟ ନହେଲେ କରିକି 5ଟା କ୍ୱେଶ୍ଚିନ୍ ହ୍ୱାଟ୍ସଆପରେ ବି ପଠେଇବ। ତମକୁ ଯେମିତି ସୁବିଧା, ଯୋଉଟା ଭଲ ଲାଗୁଛି ଯେମିତି କରିକି ତ ପଠେଇବ। ପଠେଇଲେ ମୁଁ ତାକୁ ଗୋଟେ ତମେ ଜଣକେ 5-5ଟା, ମୁଁ ତମ 6 ଜଣଙ୍କର ମିଶେଇକି 30ଟା କ୍ୱେଶ୍ଚିନ୍ ହେଇଯିବ। ତ 30ଟା କ୍ୱେଶ୍ଚିନ୍ ଗୋଟେ ଡକ୍ ବନେଇଦେବି। ତ ଗୁଗଲ ଡକ୍ୟୁମେଣ୍ଟ ଗୋଟେ ବନେଇ ଦେଇକି, ମାନେ ଗୋଟେ ପିଡିଏଫ୍ ବନେଇ ଦେଇକି ମୁଁ ପୁଣି ତମକୁ ସମସ୍ତଙ୍କ ପାଖକୁ ସେଣ୍ଡ କରିଦେବି। ତ ତମେ ଅଲରେଡି ତମ ନିଜର 5ଟା ସହିତ ଅଲଗା 25ଟା କ୍ୱେଶ୍ଚିନ୍ ବି ପାଇଲ ଅନ୍ୟମାନଙ୍କର। ତ ଏଇଟା ତମ ରିଭିଜନ ପାଇଁ ବହୁତ ବଢିଆ ହବ। ଆଉ ଏମିତି ଯଦି କରିବା ନା, ଦେଖିବା କେମିତି ଏମସିକ୍ୟୁ ବନେଇ ଲାଷ୍ଟକୁ ସମସ୍ତଙ୍କର ବ୍ରେନ୍ ଲାଗିବା ଦରକାର। ବୁଝିହଉଛି? ଖାଲି ଏମିତି ପାସିବଲି ବସିକି ଶୁଣିଲେ ହବନି, ସମସ୍ତେ ଆକ୍ଟିଭଲି ପାର୍ଟିସିପେଟ୍ କର। ଆକ୍ଟିଭଲି ପାର୍ଟିସିପେଟ୍ କଲେ ହିଁ ମଜା ଆସିବ ଲାଷ୍ଟକୁ। କାରଣ ଆମ ପାଖରେ ବହୁତ ଟାଇମ୍ ଅଛି, ବର୍ଷେ ସମୟ ଅଛି ଏବେ। ବୁଝୁଛ ନା? ଏପର୍ଯ୍ୟନ୍ତ ପ୍ରିଲିମ୍ ପରୀକ୍ଷା ଏ ବର୍ଷର ହେଇନି, ତମେ ଆର ବର୍ଷ ଏଇ ପ୍ରିଲିମ୍ ପରୀକ୍ଷା ଦବ। ତେଣୁ ସେଇ ଅନୁସାରେ ଆମକୁ କରିବାକୁ ପଡିବ। ତେଣୁ କାଲି ତମର ଦାୟିତ୍ୱ ହେଲା ଯେ ଆଜି ଆଙ୍ଗ୍ଲୋ ମରାଠା ୱାରର ବ୍ୟାକଗ୍ରାଉଣ୍ଡ ଆଉ ଏଇଟା ଦିଟା କ୍ଲାସର 5ଟା ଏମସିକ୍ୟୁ ବନେଇବ ହେଲା। 5ଟା ଏମସିକ୍ୟୁ ବନେଇକି ମୋ ପାଖକୁ ପଠେଇବ। ରେଗୁଲାର ବେସିସରେ ଏମିତି କର, 5-5ଟା ବନା, ବେଶୀ ଦରକାର ନାହିଁ। ଜଣେ 5-5ଟା ତ ବନେଇ ପାରିବ ଆରାମରେ ନା, ନା ବନେଇ ହବନି? ଆରେ 5ଟା ଏମସିକ୍ୟୁ ବନେଇ ହବ ନା ନାଇଁ? ହଁ ସାର୍ ବନେଇ ହବ। ହଁ, ଆରାମରେ 5ଟା ଏମସିକ୍ୟୁ ବନେଇବ, ପ୍ରତି ଏମସିକ୍ୟୁର ଏକ୍ସପ୍ଲେନେସନ ବି ତଳେ ଲେଖିବ। ଆଉ ଏକ୍ସପ୍ଲେନେସନ ସବୁ ତମକୁ ଇଣ୍ଟରନେଟରୁ ମିଳିଯିବ, ବହୁତ ଜିନିଷ ଇଣ୍ଟରନେଟରୁ ମିଳିଯିବ ସବୁ ହେଲା। କରିକି ପଠା, ସେମିତି ହେଲେ ପ୍ରାକ୍ଟିସ ଲେଭେଲ ବହୁତ ବଢିଆ ହବ। ଆଚ୍ଛା, 1773 ରଘୁନାଥ ରାଓ ଏଇଟା ପଢିଲେ, ଡିକ୍ଲାର୍ଡ ହିମସେଲ୍ଫ ଆଜ୍ ପେଶୱା ହେଲା। ଆଉ ଯିଏ ଏଥିରେ ପାର୍ଟିସିପେଟ୍ କରିବନି, ବନେଇବନି, ଯିଏ ରହିବ, ସିଏ ଲାଷ୍ଟକୁ ତା ରେଜଲ୍ଟ ମାନେ ଦେଖ, ସବୁବେଳେ ବୁନ୍ଦ ବୁନ୍ଦ ମିଶିକି ସାଗର ହେଲା। ତମେ ଏଇ ଛୋଟିଆ ଛୋଟିଆ ଜିନିଷର ଅବହେଳା କରି କରି ଲାଷ୍ଟକୁ ସକ୍ସେସଠୁ ବହୁତ ଦୂରକୁ ପଳେଇଯିବ।
ତେଣୁ ଯିଏ ନ କରିବ ମୁଁ କଣ କହିପାରିବି। ତେଣୁ ମେନ୍ ଜିନିଷ ହେଲା ଯେ କରିବାକୁ ନିଜର ସିରିୟସନେସ୍ ନେଇକି ତମେ ଟାର୍ଗେଟ ରଖ ଯେ ଆରଥର ଭାଇ ମତେ ଏନି ହାଉ କ୍ରାକ୍ କରିବାର ଅଛି, ମୁଁ ଆଉ ନେକ୍ସଟ ଇୟରକୁ ଯିବିନି, ଆରଥର ମତେ ଏନି ହାଉ କ୍ରାକ୍ କରିବାର ଅଛି। ଏଇ ମାଇଣ୍ଡ ସେଟ୍ ନେଇକି ଚାଲ, ଆଉ ଯାହା ଯାହା କରିବାକୁ ଅଛି ଯେମିତି ପରିଶ୍ରମ କରିବାକୁ ପଡ଼ିବ ସବୁ କରିବ। ଆଚ୍ଛା ଦେଖ, ରଘୁନାଥ ରାୟ ୱାଜ ରିଲିଜ ହେଲା ପରେ ତାକୁ ମର୍ଡର କଲା କାହାକୁ, ନାରାୟଣ ରାୟକୁ। ତ ନାରାୟଣ ରାୟ ଚାଲିଲା ତ ନିଜକୁ କଣ ସେ ପେଶୱା ଘୋଷଣା କରିଦେଲା। କିଏ ସେ? ଆରେ କିଏ ସେ? ରଘୁନାଥ ରାव। ଡିକ୍ଲାର ହିମସେଲ୍ଫ ଏଜ୍ ପେଶୱା। କିନ୍ତୁ ଏଇ ଆଉ ଏଇଟା ତ କାହାକୁ ଲୁଚି ରହିବ ନା, ତୁ କନସ୍ପିରେସି କରିକି ତୋ ଭଣଜାକୁ ବା ତୋ ପୁତୁରାକୁ ମାରିଛୁ, ଏଇଟା ଥୋଡ଼ି ମାନେ ଲୁଚିକି ରହିବ। ତ ସମସ୍ତେ ଜାଣିଲେ, ଅଲଗା ମରାଠାର ଯୋଉ ଚିଫ୍ ମାନେ ବି ଅଲଗା ବରୋଦା ହେଲା, ଇନ୍ଦୋର ହେଲା, ଅଲଗା ମାନେ ଗ୍ୱାଲିୟର ହେଲା ହେଲା, ସମସ୍ତଙ୍କ ଯୋଉ ପାଖରେ ଯାଇ ପହଞ୍ଚିଲା ଯେ ଏଇଭଳିଆ କାରନାମା କରିଛି ବୋଲି ହେଲା। ଇନ୍ଦୋର, ନାଗପୁର, ବରୋଦା, ଗ୍ୱାଲିୟର ସବୁଆଡେ ଯେତେବେଳେ ପହଞ୍ଚିଲା ଯାଇକି, ତ ସମସ୍ତେ କହିଲେ ଏଇ କାରନାମା କରିକି ନିଜେ ତା ପୁତୁରାକୁ ମାରିକି ରାଜା ହେଇଛି ବା ପେଶୱା ବନିଛି। ଏଟା କାହାକୁ ଭଲ ଲାଗିଲାନି, କେହି ସପୋର୍ଟ କଲେନି ଏଇ ଜିନିଷକୁ। ଆଉ ସେଇ ସମୟ ଏଟା ବି ଲେଖି ଦେଇଥାଅ, ଲେଖ ଏଠି ହାଉ ଇଭର, ଆଉ ତା ପଏଣ୍ଟରେ ଲେଖ however it was known to everybody that he had conspired for the murder of his nephew Narayana Raya। ଲେଖ ଏଇଟା however it was known to everybody ଆରେ ନହେଲେ ତମେ ଗୋଟେ କାମ କରିବ, ଯଦି ପିଡିଏଫ୍ ରେ ତମକୁ ପ୍ରୋବ୍ଲେମ୍ ହବ, ଆମ ୱେବସାଇଟ୍କୁ ଯିବ। ଆମ ୱେବସାଇଟ୍ରେ ଲେଖା ହେଇଥିବ ହେମୁଣ୍ଡା ଫୋରମ୍ ଗୋଟେ ଅଛି, ଦେଖିବ। ଆମ ୱେବସାଇଟ୍ରେ ହେମୁଣ୍ଡା ଫୋରମ୍ ଗୋଟେ ଅଛି। ଆମ ୱେବସାଇଟ୍ ଜାଣିଛ ତ, hemunda.com? ଆଜ୍ଞା ହଁ, ସେଇଥିରେ ଆଜ୍ଞା ଦେଖିବ ହେମୁଣ୍ଡା ଫୋରମ୍ ଗୋଟେ ଥିବ। ଯଦି ତମେ ଲ୍ୟାପଟପରେ ଖୋଲିବ ତ ତମକୁ ହେମୁଣ୍ଡା ଫୋରମ୍ ଦେଖାଯିବ ତ ଉପର ବାରରେ। ଆଉ ଯଦି ମୋବାଇଲରେ ଖୋଲୁଥିବ ତାହେଲେ ଦେଖିବ ମୋବାଇଲର ଯୋଉ ତିନିଟା ଗାର ଥିବ ଲେଫ୍ଟ ହ୍ୟାଣ୍ଡ କର୍ଣ୍ଣରରେ, ତାକୁ କ୍ଲିକ୍ କଲା ମାନେ ଖୋଲିବ, ତା ବାରଟା ଖୋଲି ଆସିବ ତା ଇଏଟା। ସେଇଟା ଦେଖିବ ତଳକୁ ଗୋଟେ ଥିବ ଅପସନ୍ ଆସୁଥିବ ହେମୁଣ୍ଡା ଫୋରମ୍। ତ ସେଇଟାକୁ କ୍ଲିକ୍ କଲେ ଆମ ଫୋରମ୍ ଖୋଲିଯିବ। ସେଇଥିରେ ତମେ କଣ କରିବ ନା, ଗୋଟେ କ୍ରିଏଟ୍ କରିକି ମାନେ ଓଏସ୍ ପ୍ରିଲିମର ଡିସ୍କସନ୍ ଗୋଟେ ଥ୍ରେଡ୍ ମୁଁ କ୍ରିଏଟ୍ କରିଦେବି ଓଏସ୍ ପ୍ରିଲିମ୍ ଡିସ୍କସନ୍ ପାଇଁ। ତ ସେଇଥିରେ ଯାଇକି ସବୁ ପୋଷ୍ଟ କରିବ, କୋଶ୍ଚିନ୍ ଆଗ ପେଷ୍ଟ କରିବ, ତା ତଳେ ତା ଆନ୍ସର ପେଷ୍ଟ କରିବ, ସେଇଥିରେ କରିବ ସବୁ। ସେଇଥିରେ କଲେ ସମସ୍ତଙ୍କୁ ଭିଜିବଲ୍ ହବ, ସମସ୍ତେ ଆରାମରେ ଦେଖିପାରିବେ। ଆଉ ମୋତେ ଏଲିକା ପିଡିଏଫ୍ ବନେଇବାକୁ ଦରକାର ନାହିଁ। ଫୋରମରେ ବେଟର ହବ ସବୁ ହେଲା, ଫୋରମରେ କର। ଏ ଫୋରମରେ କରିଦେଲେ, ମନେକର ଆଜି ମୁଁ ଗୋଟେ ହେଡିଂ ଦେଇଦେବି, ହେଡ୍ ଲେଖିଦେବି ମୁଁ ମାନେ ଓଏସ୍ ପ୍ରିଲିମ୍ ଡିସ୍କସନ୍ ହେଲା। ତ ଓଏସ୍ ପ୍ରିଲିମ୍ ଡିସ୍କସନ୍ରେ ତମେ କଣ କରିବ ନା, ଆগে ଟପିକ୍ ଆମେ ଦେଲେ ଆଙ୍ଗ୍ଲୋ ମରାଠା ୱାର୍। ତ ଆଙ୍ଗ୍ଲୋ ମରାଠା ୱାର୍ର 5ଟା କୋଶ୍ଚିନ୍ ତମ ତରଫରୁ ତମେ ପେଷ୍ଟ କଲ, ତା ତଳେ ତାର ଆନ୍ସର। ତମେ ହେମୁଣ୍ଡା ଫୋରମ ଦେଇ ସବୁ ମେମ୍ବରସିପ ମାନେ ଇଏ କରିଦେଇଛ, ଲଗ୍ଇନ୍ କରିଦେଇଛ କି? ଆଜି ସବୁ ମେମ୍ବରସିପ ନେଇଯିବ ସେଥିରେ। ମେମ୍ବରସିପ ମାନେ ଲଗ୍ଇନ୍ କରିଦବ ଖାଲି, ଆଉ କଣ ଇମେଲ ଆଇଡି ଦେଇକି ଲଗ୍ଇନ୍ କରିବ। ଲଗ୍ଇନ୍ କଲା ମାନେ ତମର ଖୋଲିଯିବ ସେଠି, ତ ତମେ ସେଥିରେ ପୋଷ୍ଟ କରିପାରିବ, ସବୁ କରିପାରିବ ସେଥିରେ। ହେମୁଣ୍ଡା ଫୋରମଟା ବେଷ୍ଟ ରହିବ ସବୁ ହେଲା, କୋଶ୍ଚିନ୍ ଆନ୍ସର କ୍ରିଏଟ୍ ଆଜ୍ଞା କରିବା ପାଇଁ। ଆଜି ସମସ୍ତେ ଯାଇକି ନିଜ ନିଜର ଇମେଲ ଆଇଡି ଦେଇକି ଆଉ ଇମେଲର ପାସୱାର୍ଡ ଦେଇକି ସେଟାକୁ ଲଗ୍ଇନ୍ କରିନେବ ହେମୁଣ୍ଡା ଫୋରମରେ, ଆଉ ସେଥିରେ ବେଟର ହବ ହେଲା। ହେମୁଣ୍ଡା ଫୋରମରେ କଲା ମାନେ ସେଥିରେ ଡେଲି ଆନ୍ସର ଡିସ୍କସନ୍ ହବ। ତେଣୁ ପ୍ରତି ଷ୍ଟାର୍ଟିଂରୁ ଆମେ ଯୋଉ କ୍ଲାସ୍ କରିବା, ପ୍ରତି 5-10 ମିନିଟ୍ ଖଣ୍ଡେ ମୁଁ ଆଗ ହେମୁଣ୍ଡା ଫୋରମ୍ ଖୋଲିକି ଯୋଉ କୋଶ୍ଚିନ୍ ମାନେ ସବୁ ପୋଷ୍ଟ କରିଥିବ, ତାପରେ ଦେଖିବା କିଏ କଣ କୋଶ୍ଚିନ୍ ପୋଷ୍ଟ କରିଛି, ତା ଅନୁସାରେ ଆମେ କରିବା ହେଲା। ତ ସେଠି କର, ସେଟା ବେଟର ହବ ସବୁଠୁ। ନାଇଁ ଯଦି ଏମିତି କଲେ ବେଟର ହବ, ନହେଲେ ଯଦି ତମେ ଚାହିଁବ ଯେ ଡକୁମେଣ୍ଟରେ କରିବା ପାଇଁ ତମକୁ ଯୋଉଟା ବେଟର ଲାଗୁଛି ଦେଖ କୋଉଟା, ନହେଲେ ଡକ୍ରେ କଲେ ବି ତମକୁ ପଠେଇବ। ଡକ୍ଟା ପଡ଼ିଲେ ମୁଁ ତାକୁ ସବୁ କପି କରିକି ପୁଣି ଆଉ ତମକୁ ପଠେଇବି ଆଉ ଥରେ। ଯୋଉଟା ତମକୁ ସୁବିଧା ଲାଗୁଛି, ମତେ ଲାଗୁଛି ସେଇଟା କଲେ କଣ କି ସମସ୍ତଙ୍କୁ ଭିଜିବଲ୍ ହବ, ଆଉ ସେଠି ଡାଇରେକ୍ଟ ପୋଷ୍ଟ କରିବାର ହବ। ଆଉ ଯଦି କିଏ ମନେକର କାହାର ଲଗ୍ଇନ୍ ହଉନି, ଏମିତି ପ୍ରୋବ୍ଲେମ୍ ଯଦି ହବ, ପୁଣି ଲଗ୍ଇନ୍ ତ ସମସ୍ତଙ୍କର ହେଇଯିବ ଠିକ୍ ସେ, ମାନେ ଇମେଲ ଆଇଡି ଦେଇକି ଇଏ କଲେ ଲଗ୍ଇନ୍ ହେଇଯିବ ହେଲା। ଆଉ ଯଦି ବି ନିଜ ପ୍ରୋବ୍ଲେମ୍ ଫେସ୍ କରିବ ଯଦି, ନହେଲେ ମୋତେ ଡକ୍ରେ ପଠେଇବ। ଡକୁମେଣ୍ଟରେ ପଠେଇଲେ ମୁଁ ବି କଣ କରିବି ନା, ସେଗୁଡ଼ାକ ସବୁ କଣ କରିବି ନା, ଏମସିକ୍ୟୁ ଗୁଡ଼ାକ ସମସ୍ତଙ୍କର ମିଶେଇକି ଗୋଟେ ପର୍ଟିକୁଲାର ଡକ୍ ବନେଇକି, ମାନେ ଡକୁମେଣ୍ଟ ବନେଇକି ପିଡିଏଫ୍ ବନେଇକି 30ଟା ଏମସିକ୍ୟୁର ତମକୁ କାହାକୁ ପଠେଇଦେବି, ସମସ୍ତେ ପ୍ରିଜର୍ଭ କରିକି ରଖିବ। ଏମିତି ହେଲେ କଣ କହୁଛି ନା, କଣ କି ନା, ଏମସିକ୍ୟୁ ଗୁଡ଼ାକ ଯଦି ରହିଲା ଗୋଟେ, ଆମେ ତ ଦିନକ ପାଇଁ କରିବାନି, ଡେଲି ଆମର ଏମସିକ୍ୟୁ 30 ଚାଲିବ। ତ ଏମିତି ହେଲେ କଣ ହବ ନା, ଯୋଉ ଆମର ଟୋଟାଲ ମାନେ ଯୋଉ ଅଛି କଣ, ମାନେ କୋର୍ସ ପରେ କୋର୍ସ ଆଗେଇ ଚାଲିଥିବ, ଆଗକୁ ଏତେ ଏମସିକ୍ୟୁ ବନିଯିବ, ତମ ପାଖରେ କେତେ ପିଡିଏଫ୍ ତମେ ଷ୍ଟୋର କରିକି ରଖିବ। ତେଣୁ ଗୋଟେ ଜାଗାରେ ସବୁ ଷ୍ଟୋର ହେଇକି ରହିଥିଲେ ତମକୁ ପରେ ରିଭିଜନ କରିବା ପାଇଁ ବି ବେଷ୍ଟ ହବ ହେଲା। ତେଣୁ କିଛି କଥା ନାହିଁ, ଭଲ ମୁଁ ସବୁ ପିଡିଏଫ୍ ପଠେଇଦେବି। ସବୁ ପିଡିଏଫ୍ ଗୁଡାକ ତମେ କଣ କରିବ ନା, ତମର ଗୁଗଲ ଡ୍ରାଇଭରେ ଗୋଟେ ଫୋଲ୍ଡର ବନେଇକି ସେଗୁଡ଼ା ସବୁ ମାନେ କ୍ଲାଉଡ ଷ୍ଟୋରେଜରେ ସେଭ୍ କରିକି ରଖିବ। ଏଇ ଯୋଉ ଲିଙ୍କ ଗୁଡାକ ସବୁ ପିଡିଏଫ୍ ଗୁଡାକ ସବୁ ହେଲା। କାରଣ କଣ ପାଇଁ କି ନା,
इन केस तोर मोबाइल खराब हो गला कि लैपटॉप खराब होला फ्यूचर रे केମିତି नुआ तुम सब रखिथिलो स्टोरेज रे सब चली गला आ नाही किछि तो प्रॉब्लम हो ना तेणु सब क्लाउड स्टोरेज रे सेव कर रखिथिले मोबाइल खराब हो कि हजि जाऊ कि किछि लैपटॉप खराब हो किछि प्रॉब्लम नाही नेक्स्ट नुआ जिंस कि नुआ डिवाइस किनिला में सेतिर पुनी सब एक्सेस करियो सब तेणु क्लाउड स्टोरेज रे सब सेव करके रखियो हमर जहां डॉक्यूमेंट पठा हो जहां हो सब क्लाउड स्टोरेज रे सेव करके रखियो ହେଲା ତେଣୁ ତମେ ଗୋଟେ କାମ କର ନହେଲେ ଡକ୍ ରେ ଲେଖିକି ପଠା ହେଲା ଗୁଗଲ ଡକ୍ ରେ ଯାଇକି ଯିଏ ଯୋଉଥିରେ କମ୍ଫର୍ଟେବୁଲ ହଉଛି ଲେଖିକି ତା ପିଡିଏଫ ଟା ମୋ ପାଖକୁ ପଠେଇବ ହେଲା ପାଞ୍ଚ ପାଞ୍ଚଟା କ୍ୱେଶ୍ଚିନ୍ ବେଶୀ ନୁହଁ ଦିନକୁ ପାଞ୍ଚ ପାଞ୍ଚଟା କ୍ୱେଶ୍ଚିନ୍ କର ବେଟର ହବ ସବୁଠୁ ଆଚ୍ଛା ହଉ ଶୁଣ ଏଇଟା ଆମେ କଲେ କୋଉଠି ନା however it was known to everybody that he had conspired for the murder of his nephew that he ମାନେ କିଏ କିରେ ରଘୁନାଥ ରାଓ he had conspired for the murder of his nephew case Narayan Rao for the murder of his nephew Narayan Rao ହେଲା so he lacked the general popular ତେଣୁ ସେ ପପୁଲାର ସପୋର୍ଟ କଣ କଲା ଲ୍ୟାକ୍ କଲା କି ସପୋର୍ଟ କଲେନି ଏଇ ଜିନିଷ ଦେଖିକି ତା ନିଜ ପୁତ୍ରାକୁ ମାରିଛି ତ ଏଇ ଜିନିଷ ଦେଖି ତାକୁ କେହି ବି ସପୋର୍ଟ କଲେନି so he lacked the general populace of Punna of କଣ ହଁ जनरल पॉपुलेशन ऑफ पुणे माने पुणे ଆଉ ପୁନେ ଏରିଆରେ ବି ତାକୁ ଲୋକ ସପୋର୍ଟ କଲେନି ତା ନିଜ ପେଶୱାଙ୍କ ନିଜ ଏରିଆ ପୁନା ଥିଲା ତେଣୁ ସେଠି ତାକୁ ସପୋର୍ଟ କଲେନି ଆଣ୍ଡ ୱାଜ ନଟ୍ କନସିଡର୍ଡ ଏ ଲିଗାଲ ହେଇର ଫର ପେଶୱା ପୋଜିସନ କାରଣ ପେଶୱା କୋଉ ଏରିଆରେ ଦେଖୁଥିଲେ କି ରେ ପୁନେ ଏରିଆ ଦେଖୁଥିଲେ ତେଣୁ ୱାଜ ନଟ୍ କନସିଡର୍ଡ a legal heir of a Peshwa position लिखी दियो consider legal heir for Peshwa position a legal heir of Peshwa position ତେଣୁ ତାକୁ ପେଶୱା ବୋଲି କେହି ମାନିବାକୁ ନାରାଜ ଥିଲେ କାରଣ ଏଇ ପ୍ରକାର କାରନାମା ଦେଖିଲା ପରେ କେହି ସପୋର୍ଟ କଲେନି ଯେ ନିଜ ପୁତ୍ରାକୁ ମାରିକି ପେଶୱା ବନିଛି ତ ଇଭେନ କାରଣ ପେଶୱା ତ ପୁନେ ତ ପେଶୱା ଅଣ୍ଡରରେ ଥିଲା ପେଶୱା ମାନଙ୍କ ନିଜ ଏରିଆ କୋଉଟା ଥିଲା ପେଶୱା ମାନ କୋଉ ଏରିଆରେ ଦେଖୁଥିଲେ ପୁନେ ଦେଖୁଥିଲେ ନା ତେଣୁ ପୁନେର ଲୋକମାନେ ବି ତାକୁ ପସନ୍ଦ କଲେନି ପୁନେର ଲୋକମାନେ ବି ପସନ୍ଦ କଲେନି ତ ଏଇ ସମୟରେ କଣ ହେଲା ନା 1774 ମସିହାରେ ନାରାୟଣ ରାୟଙ୍କର ୱାଇଫ ପ୍ରେଗନେଣ୍ଟ ଥିଲେ ତ ସିଏ ଗୋଟେ ପୁତ୍ର ସନ୍ତାନ ଜନ୍ମ ଦେଲେ ହେଲା ତ କାହାଣୀ ଆରମ୍ଭ ହେଲା ଦେଖ ତ 1774 ରେ କଣ ହେଲା ନା ନାରାୟଣ ରାଓ's ୱାଇଫ ତା ନା କଣ କିରେ ୱାଇଫ ନା ଦରକାର ନାହିଁ ଜାଣିବା gave birth to his son ନାରାୟଣଙ୍କର ପୁତ୍ରକୁ ଜନ୍ମ ଦେଲେ ହେଲା at that time ନାନା ଫଡନାବିସ୍ ଜଣେ ଇମ୍ପୋର୍ଟାଣ୍ଟ ଇନଫ୍ଲୁଏନ୍ସିଆଲ ମିନିଷ୍ଟର ଥିଲେ ସେତେବେଳେ ମାନେ ଯୋଉ କଣ ଯୋଉ କଣ କି ଅଷ୍ଟପ୍ରଧାନ ତାଙ୍କ ଜଣେ ମିନିଷ୍ଟର ଥିଲା ନାନା ଫଡନାବିସ୍ ତ କଣ ହେଲା ନା at that time ନାନା ଫଡନାବିସ୍ was an influential minister Nana Fadnavis was an influential minister in Maratha Empire. In କୋଉଠିକି ରେ Maratha Empire. ହେଲା in Maratha Empire ବୁଝିହଉଛି ନା ନାହିଁ ତେଣୁ ସିଏ ସଜେଷ୍ଟ କଲେ ଯେ ବର୍ତ୍ତମାନ ଆମେ ତ ତାକୁ ମାନିବାନି ନା କାହାକୁ ରଘୁନାଥ ରାଓ ତ ମାନୁନେ ବର୍ତ୍ତମାନ ଆମେ କଣ କରିବା ନା ଏଇ ଯୋଉ ଛୋଟ ପିଲାଟା ଜନ୍ମ ହେଲା ଆକୁ ଆମେ ପେଶୱା ଘୋଷଣା କରିବା so he suggested to make Narayan Rao's son as Peshwa so he suggested so ସବୁବେଳେ ମନେ ରଖିଛୁ ନାନା ଫଡନାବିସ୍ ନା ସବୁବେଳେ ମନେ ରଖିବ ଆକୁ କୁହାଯାଏ ଦ ଚାଣକ୍ୟ ଅଫ ମରାଠା ଏମ୍ପାୟାର ଲେଖି ଦେଇଥାଉ
Chanakya of Maratha Empire. Chanakya of Maratha Empire. Nana Fadnavis ହେଲା। So he suggested to make Narayan Rao से son as a पेशवा। से कहले वर्तमान आम कौन करवा कौन करें नारायण जो छोट पिला छोट जन्म होती आम पेशवा डिक्लेयर करवा। ये जो नारायण जो सन टा है ना कौन देते ना एम देते सवाई माधवराव है सवाई माधवराव ये सवाई माने कौन कि सवाई मान है 1.5 है 1.5 1.25 माने 1.25 है सवाई मान 1.25 माधवराव माने ये जो छुआटी जन्म है ये हूँ माधवराव 1.25 गुण तो माधवराव जी एबुल थी तार 1.25 गुण ये अधिका एबुल बोले मैंने भाविकी मैंने तेणु तार देले सवाई माधवराव है सवाई माधवराव कहार पुओ नारायण राव पुओ सवाई माधवराव कहार पुओ रे अरे सवाई माधवराव का माधवराव पुओ तेणु मैंने कहले बर्तमान आम तो रघुनाथ राव मानुने हाँ तेणु एम कहले आम तो मानुने आम बर्तमान कौन करवा ना आपू ही पेशवा घोषणा करवा। नाना फडनाविस जो इनफ्लुएंशियल मिनिस्टर थे तो ये सजेस्ट कले समस्त बर्तमान आम पेशवा हूँ किए पुओटी छोट पुओटी सवाई माधवराव बुझला। तेणु नाउ अलगा मराठा चिफ माने भी माने याकू भी कौन ये लीग रे जॉइन कले ए लीग रे समस्त जॉइन कले कहले आम समस्त सपोर्ट करवा है। तेणु कौन है ना नाउ पावरफुल मराठा चिफ कौन है देख तो बर्तमान कौन है नाउ पावरफुल मराठा चिफ देखो नाउ पावरफुल मराठा चिफ नाउ पावरफुल मराठा चिफ तुकोजी राव होलकर है तुकोजी राव होलकर and Mahaji Sindhe and others came to his support कौन बुझा पड़ी रे हाँ बुझा पड़ी आगत नाना फडनाविस तो प्रथम कौन देते नाना फडनाविस बर्तमान सजेस्ट करते आम तो माधवराव पुओ को सॉरी नारायण राव पुओ को जना हूँ सवाई माधवराव आम पेशवा करवा तेणु तापर भी सपोर्ट रे मानसु आसिले प्रथम तुकाजी राव होलकर आ महाजी सिन्हे एम सब आसिले तेणु नाना फडनाविस कौन कले एमती 12 जन माने इनफ्लुएंशियल लीडर को लेकिन से गोटे 12 बाई काउंसिल बनइले है तेणु नाना फडनाविस मुख्य रहिले नाना फडनाविस मुख्य नाना फडनाविस को लीड कले नाना फडनाविस मुख्य लीडर हेले तांको सपोर्ट कले 12 जन तांको सपोर्ट कले कौन आंकु माने नाना फडनाविस मिसे 12 जन तांको सपोर्ट कले 11 जन कौन ना हरिपंत फड़के तापरे मोराबा फडनीस तापरे सुकाराम बाबू कंग्रे बाबू वकील सुकाराम बाबू वकील
सुकाराम बाबू वकील तापर कौन त्रिम्बा राव मुन्नापेटे त्रिम्बा राव मन्नापेठे मन्नापेठे तार तुजकी राव होलकर महाजी सिंधे तापर कौन है फलतंकर TNKAR फलतंकर तापर हूँ भगवान राव प्रतिनिधि भगवान राव एगुड़ा तो दरकार ना लिखी देता खाली प्रतिनिधि एगुड़ा पढ़ो किए थे कि खाली नाना फडणवीस मन रख प्रतिनिधि तापर हूँ मोराज घरपड़े सब मराठी लोक गुड़ा टाइटल ये सब है मोराजी घरपड़े तापर सरदार रेस्ते तापर बाबूज नायक तार कौन बाबूज नायक है तो ये सब कौन है ना ये जो 12 जन लोकंकर ये जो 12 जन लोक थे आपको नहीं कि कौन लगे ये जो बसला ये गोटे है कौन ना 12 पीपुल रो बार बाय काउंसिल नाना फडणवीस को मिसेकी 12 जन लोकंकर ये है कौन ना एटा को कहला कौन कि एटा कौन कहला कि 12 पीपुल ये एटा कहले बार बाय काउंसिल COUNCIL बार बाय काउंसिल मुख्य किए रहे नाना फडणवीस है तेणु ये जो 12 जन लोक रही एम काउंसिल को नहीं कहला बार बाय काउंसिल है तापर लेख द बार बाय काउंसिल वाज एन अलायंस ऑफ 12 इन्फ्लुएंशियल पीपल अरे लिख सला रे गुड़ा अरे पे संस लिख सला कि अरे पे सरला लिखि दियो एटा बार बाय काउंसिल समस्त बार बाय काउंसिल बार बाय सब लोक नाम मन रखा दरकार नहीं खाली नाना फडणवीस नाम मन रख नाना फडणवीस तुकोजीराव होलकर महाजी सिंधे इनकी नाना मन रख तापर कौन है देख तापर कौन द बार बाय काउंसिल वाज एन अलायंस ऑफ 12 इन्फ्लुएंशियल पीपल लेख द बार बाय काउंसिल वाज एन अलायंस of 12 influential people or 12 influential people किंबा आमे कहि परिबा सरदार किंबा आमे कहि परिबा चीफ किंबा आमे कहि परिबा मिनिस्टर्स है लेड बाय किए लेड बाय किए करे नाना फडणवीस है तेणु कौन है ना ये कौन है द विथ द एफर्ट ऑफ नाना फडणवीस एंड अदर बर्तमान कौन है ना तो एम सब है तेणु एम एफर्ट रे बर्तमान कौन है सवाई माधव राव को बर्तमान कौन करागला ना पेश कर दिया गला है ताको बाहर करिक रघुनाथ राव को विताड़ित करिक आंगु मान लागू रहा तो विथ द एफर्ट ऑफ नाना फडणवीस हला with the effort of नाना फडणवीस and others सवाई माधव राव जो कहे माधव राव टू भी कहा जाए माधव राव टू है
माधवराव टू, माधवराव टू लिखिदिଅ माधवराव टू, माधवराव टू माधवराव टू सॉरी माधवराव বা মাধবরাও টু भी তাକୁ କୁହାଯାଏ। ତ ବର୍ତ୍ତମାନ କଣ କଲେ ମାଧବରାव ଟୁ became the Peshwa, became the Peshwa, ये ବର୍ତ୍ତମାନ ପେଶୱା ହେଲା କିଏ ସେ ଠିକ ରେ ମାଧବରାव ଟୁ କାହାର ପୁଅ ନାରାୟଣ ରାव ହେଲା ମାଧବରାव ଟୁ। ଆଚ୍ଛା ବର୍ତ୍ତମାନ ଯେତେବେଳେ ମାଧବରାव ଟୁ ହେଲା ତାକୁ କେତେ ହେଇଥିଲା କେତେ ବୟସ ହେଇଥିଲା ଓନ୍ଲି 40 ଡେଜ୍ ରହିଥିଲା। ଯେତେବେଳେ ମାଧବରାव ଟୁ ପେଶୱା ହେଲେ ସେତେବେଳେ ଓନ୍ଲି 40 ଡେଜ୍ ହେଲା। ତେଣୁ ଆଡେ ରଘୁନାଥ ରାवକୁ 40 ବର୍ଷ ହେଇଗଲାଣି ୟାକୁ କେହି ପେଶୱା କରୁନାହାନ୍ତି ଅଥଚ ତାକୁ 40 ଦିନରେ ତାକୁ ଲୋକ ପେଶୱା କରିଦଉଛନ୍ତି। ତ ଇଏ ବହୁତ ଟେନସନରେ କିଏ ସେ ମାଧବରାव ଏ ରଘୁନାଥ ରାव। ତେଣୁ ମାଧବରାव ଲେଖ ମାଧବରାव ଟୁ ବିକେମ୍ ପେଶୱା, ମାଧବରାव ଟୁ ବିକେମ୍ ପେଶୱା, ପେଶୱା କେତେ ପେଶୱା କେତେ ନହେଲେ ଏମିତି ଲେଖ ମାଧବରାव ଟୁ was just 40 days, was just 40 days, 40 days old ହେଲା ମାତ୍ର 40 ଦିନର ଥିଲେ when he became the Peshwa, when he became the Peshwa, when he became the Peshwa ବୁଝିଲା। ତ ମାଧବରାव ଟୁ was just 40 days old when he became the Peshwa ବୁଝା ପଡିଲା when he became the Peshwa। ତାପରେ କଣ ହେଲା ଦେଖ ତ ये तो निजे निजे ये तो 40 दिन छुआटे ये कौन जगह संभाल तेणु तरफ किए संभालुला बारबाई काउंसिल, बारबाई काउंसिल मुख्य किए थे किए थे नाना फडणवीस। तेणु बारबाई काउंसिल काउंसिल लेड बाय नाना फडणवीस से नाना फडणवीस को चाणक्य भवन ढांबार कहा जाए। बारबाई काउंसिल लेड बाय नाना फडणवीस used to कौन रूल on behalf of किए on behalf of the infant यानी कि infant है कौन बुझे ना on behalf of the infant पेशवा, on behalf of the infant पेशवा माने क्या माधवराव infant पेशवा as regents। तेणु ये रिजेंट टाइप रो काम कले आज रिजेंट्स माने कौन कि जे तत्वावधान दियंती सब है तांका तरफरु ये शासन कार्य चलेले बारबाई काउंसिल चलेला लीडर होसन नाना फडणवीस आ का नारे चलेले पेशवा माधवराव नाम से सॉरी पेशवा सवाई माधवराव टू नाम से चलला। अरे बुझा पड़ला बुझा पड़ला कि तापर कोन रघुनाथ राव तो रहबनी रघुनाथ राव तो माने पूरा अंगर मताना वर्तमान से कहला मते बिताड़ित करी मते 40 वर्ष लानी मते पेशवा करनो 40 वर्ष रो शिशु को पेशवा करछो ये तमर गारसारी है एन करला तेणु ये कौन कला चलला कौटी की ब्रिटिश मान पाख आरंभ हम तेणु कहानी आरंभ है खेल आरंभ है बर्तमान। तो बर्तमान कौन है देख समय हूँ 1775 इन 1775 कौन है ना रघुनाथ राव बाजरा रघुबा रघुनाथ राव लोक मैंने कौन करते रघुबा ठीक है आना हूँ रघुनाथ राव रघुबा तो रघुनाथ राव sought the help from the British, sought the help from the British, sought the help from the British at कोडी करे at बॉम्बे प्रेसिडेंसी रो जो ब्रिटिश माने थे सांग पाहु गला sought the help from the British at Bombay and signed the Treaty of Surat and signed the Treaty of Surat
ଯାଇ କ'ଣ ଟ୍ରିଟି ଅଫ୍ ସୁରତ ସାଇନ୍ କଲା ଆମର ଯାଇ। ତ ତାକୁ ତ ବିତାଡ଼ିତ କରିଦେଇଥିଲେ, ଇଏ ଟେନସନରେ ରାଗିକି ଯାଇକି ବର୍ତ୍ତମାନ କାହା ସହିତ ହାତ ମିଳିଲା? ଆରେ କାହା ସହିତ ହାତ ମିଳିଲା? ବ୍ରିଟିଶ ମାନଙ୍କ ସହିତ। ବ୍ରିଟିଶ କୋଉମାନେ, ଏଇଟା ହଉଛି କେତେ ମସିହା? 1775। ସେ 1775 ତମେ ଜାଣିଛ 1773 ରେଗୁଲେଟିଂ ଆକ୍ଟ ପାସ୍ ହେଇ ସାରିଲାଣି। ତାମାନେ ବର୍ତ୍ତମାନ ବମ୍ବେ ପ୍ରେସିଡେନ୍ସି ଆଉ ମାଡ୍ରାସ ପ୍ରେସିଡେନ୍ସି କାହାକୁ ରିପୋର୍ଟ କରିବେ ବର୍ତ୍ତମାନ? ଆରେ କାହାକୁ ରିପୋର୍ଟ କରିବେ? ଆଁ सर गवर्नर जनरल ऑफ बेंगल। ତମେ ସବୁ ଶୋଇ ପଡୁଛ କିରେ? ତେଣୁ କ'ଣ ହେଲା, ବମ୍ବେ ପ୍ରେସିଡେନ୍ସି ଆଉ ବମ୍ବେ ପ୍ରେସିଡେନ୍ସି ଆଉ କିଏ? ବମ୍ବେ ପ୍ରେସିଡେନ୍ସି ଆଉ ନେକ୍ସଟ କ୍ଲାସରୁ ସବୁ କ୍ୟାମେରା ଅନ୍ କରିବ ହେଲା। ମତେ ଲାଗୁଛି ତମେ ଶୋଇ ପଡୁଛ ବୋଧେ ସବୁ ଗଲାବେଳକୁ। ତେଣୁ କ'ଣ ରଘୁନାଥ ରାଓ କ'ଣ ହେଲା ନା, ବ୍ରିଟିଶର ଯୋଉ ବମ୍ବେ ପ୍ରେସିଡେନ୍ସି ଅଛି ସେଠୁ ସେମାନେ ଯାଇକି କ'ଣ କଲେ, ତାଙ୍କ ସହିତ ହାତ ମିଶେଇଲା, କହିଲେ ବର୍ତ୍ତମାନ ଆପଣମାନେ ମତେ ହେଲ୍ପ କରନ୍ତୁ, ମୁଁ ପେଶ ହେବା ପାଇଁ ଚାହୁଁଛି, ମତେ ଏମିତି ସବୁ ମିଶିକି ବାହାର କରିଦେଇଛନ୍ତି ହେଲା। ତେଣୁ ବର୍ତ୍ତମାନ ରଘୁନାଥ ରାଓ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ବା ଯୋଉ ବମ୍ବେ ଡିଭିଜନ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର। ତେଣୁ ସେମାନେ କ'ଣ କଲେ ନା, ତାଙ୍କ ସହିତ ଯାଇକି ହାତ ମିଳିଲା। ତେଣୁ ସିଏ କ'ଣ କଲେ, ଟ୍ରିଟି ଅଫ୍ କ'ଣ ସାଇନ୍ କଲେ କିରେ? ସୁରଟ। ଟ୍ରିଟି ଅଫ୍ ସୁରତ। ଟ୍ରିଟି ଅଫ୍ ସୁରଟ। ତେଣୁ ଟ୍ରିଟି ଅଫ୍ ସୁରତ ଯୋଉ ସାଇନ୍ ହେଲା, ଟ୍ରିଟି ଅଫ୍ ସୁରତରେ କ'ଣ ଥିଲା ଦେଖ। ଟ୍ରିଟି ଅଫ୍ ସୁରତରେ ତ ଟ୍ରିଟି ଅଫ୍ ସୁରତ କାହା ଭିତରେ ସାଇନ୍ ହେଲା ବର୍ତ୍ତମାନ? ଟ୍ରିଟି ଅଫ୍ ସୁରତ इंडिया कंपनी ट्रिटी ऑफ सूरत का भीतर है वर्तमान। ट्रिटी ऑफ सूरत रघुनाथ राव। रघुनाथ राव ब्रिटिश आईसी रघुनाथ राव एंड किस ब्रिटिश आईसी कोटा बॉम्बे रो बॉम्बे रो तो एम भीतर साइन है ट्रिटी ऑफ सूरत। तो कौन ट्रिटी ऑफ सूरत रे कौन रहा देखो ट्रिटी ऑफ सूरत रे सब मेन कौन रहा एक नंबर रे कौन रहा ये कहला रघुनाथ राव कहला ठीक अच्छे मुझे कौन करी ना सेल सिटी आ बसई ए देखिए बॉम्बे पाखापाखि सब रघुबा कहला सेल सिटी आ बसई को तुमको देदेवी है तेणु रघुबा कौन कहला रघुबा सेडेड कहला तुमको बर्तमान ये देवी कौन सेडेड सेलसिटी SETTE सलसिटी एंड बसई लगल ये दुटा एरिया मुझे तुमको देदेवी टू द इंग्लिश है ये प्रथम कथा है। सेकेंड रे मान रहिले कौन रघुबा एग्रीड टू शेयर रेवेन्यू फ्रॉम सूरत एंड बिहार बारूच माने से कहले जे सूरत और बरूच डिस्ट्रिक्ट जो रेवेन्यू आसूसी मु तुम सहित शेयर करी ये भी कला प्रथम तो ये देवी सहित मुझे रेवेन्यू शेयर करने राजी है। तेणु रघुबा कौन कला ना एग्रीड टू शेयर रेवेन्यूज from Surat and Baruch district BARUCH बारूच डिस्ट्रिक्ट। तो सूरत और बारूच डिस्ट्रिक्ट जहाँ भी सब से समय तो डिस्ट्रिक्ट कह ना से एरिया है तो सूरत डिस्ट्रिक्ट जो सब आसूसी कौन जहाँ रेवेन्यू आसूसी शेयर कर तीन रे कौन है तेणु तीन रे कौन है ना इंग्लिश वेयर टू प्रोवाइड रघुबा विथ 25,000 सोल्जर्स 25 न 2,500 सोल्जर्स है इंग्लिश वेयर टू ताको हेल्प करेंगे पेशर पाइबा ना इंग्लिश वेयर टू प्रोवाइड रघुबा केते किरे विथ केते 2500 2,500 25,000 सोल्जर 2500 सोल्जर SOLDIERS सोल्जर्स। तो एमती ट्रिटी साइन है से कहले प्रथम तुमको सेलसिटी को बसई देदेवी सहित सूरत आ बरूच एरिया जहाँ रेवेन्यू तुम सहित शेयर करी बदल में तुम मत कौन ये 2500 सोल्जर दब मुझे कौन पुणी मोर पेशुआ पद जमी गादी फेरी पाइबी हर से तो यही टाइप चुक्ति स्वाक्षर है कि बर्तमान कौन हो तुम जान रेगुलेटिंग एक्ट 1773 पास हो जाए सब क्या जहाँ भी क्या रिपोर्ट करेंगे बेंगल प्रेसिडेंसी को बेंगल गवर्नर जनरल अच्छे करेंगे तेणु आर गोटे कपि ट्रिटर कपि पठाला कौटी की अरे कौटी पठाला
हाँ ବେଙ୍ଗଲ। ବେଙ୍ଗଲ को पठागला। बेंगल को सर। तेणु ये ट्रिटी ए कॉपी ऑफ द देखो ए कॉपी ऑफ दिस ट्रिटी copy of this treaty was sent to British EIC at Calcutta। এটা ବମ୍ବେ କଥା କାଲକାଟାକୁ ପଠେଇଲେ ବର୍ତ୍ତମାନ ହେଲା। ରିଜିନ୍ କ'ଣ? ରିଜିନ୍ କ'ଣ କିରେ? ରିଜିନ୍ ହେଲା ରେଗୁଲେଟିଂ ଆକ୍ଟ 1773। ରେଗୁଲେଟିଂ ଆକ୍ଟ 1773 ହେଲା। 1773 ରେଗୁଲେଟିଂ ଆକ୍ଟ ଯାହାକୁ ସବଅର୍ଡିନେଟ୍ ଦିଆଯାଇଛି ତେଣୁ ସେମାନେ ପଠେଇବାକୁ ବାଧ୍ୟ। ତେଣୁ ସ୍ତ୍ରୀଟି ସ୍ୱାକ୍ଷରିତ ହେଇଗଲା। ଏମାନେ କ'ଣ ଦେଖ, ଏମାନେ ବ୍ରିଟିଶରେ ପଠେଇଛନ୍ତି କୋଉଠିକି, ମାନେ କୋଉଠି ପଠାଇଛି କି ବର୍ତ୍ତମାନ କୋଲକାତାକୁ ପଠାଇଛି। କିନ୍ତୁ କୋଲକାତାରୁ ବର୍ତ୍ତମାନ ଜବାବ ଆସିନି ତମେ ଏଇ ଟ୍ରିଟିରେ ସ୍ୱାକ୍ଷର କରିବା କଥା କି ନାହିଁ, ଏମିତି କିଛି ଆସିନି। ଇଏ କ'ଣ କଲେ, ସାଇନ୍ କରିଦେଇକି ଆଟାକ୍ ଷ୍ଟାର୍ଟ କରିଦେଲେ। ଇଏ କ'ଣ କଲେ ନା ଆଟାକ୍ ଷ୍ଟାର୍ଟ କରିଦେଲେ। ଆଫ୍ଟର ସୁରତ ଟ୍ରିଟି ବ୍ରିଟିଶ ଫୋର୍ସେସ୍ ଅଣ୍ଡର ଦ କମାଣ୍ଡ ଅଫ୍ କଲୋନେଲ କେଟିଂ ଆଣ୍ଡ ରଘୁନାଥ ରାଓ ଲେଫ୍ଟ ସୁରତ ଅନ୍ କେତେ କେତେରେ 15 ମାର୍ଚ୍ଚ 1775। ତେଣୁ ଆଫ୍ଟର ସୁରତ ଟ୍ରିଟି ଦେଖ, ଆଫ୍ଟର ସୁରତ ଟ୍ରିଟି British forces under the command of Colonel Kitty, under the command of Colonel Keating, Colonel कैसे Keating, Keating, Colonel Keating and Raghunath Rao ହେଲା। ରଘୁନାଥ ରାଓ ଲେଫ୍ଟ ସୁରତ ଅନ୍ କେତେ 15 ମାର୍ଚ୍ଚ କେତେ 15 ମାର୍ଚ୍ଚ 1775। 15 ମାର୍ଚ୍ଚ 1775 ଦିନ ଇଏ ଆରମ୍ଭ କଲେ ସେ ତାଙ୍କ ଆଘାତ କରିବା। କହିଲା ଇଏ କଲେ। ସେପଟେ ମରାଠା ଫୋର୍ସେସ୍ ହରିପନ୍ତ ଫଡକେ ଥିଲେ ତାଙ୍କର। ହରିପନ୍ତ ଫଡକେଙ୍କ ତରଫରୁ, ଆରେ ହରିପନ୍ତ ଫଡକେ ଜାଣିପାରୁଛ ତ କିଏ? ଯୋଉ ବାରଭାଇ କାଉନସିଲର ଜଣେ ମେମ୍ବର ଥିଲେ ନା ହରିପନ୍ତ ଫଡକେ। ତେଣୁ ହରିପନ୍ତ ଫଡକେଙ୍କ ନେତୃତ୍ୱରେ ସେପଟେ ମରାଠା ଫୋର୍ସେସ୍ ତାଙ୍କୁ କ'ଣ ଆଟାକ୍ କଲେ। ମାନେ ତାଙ୍କ ସାଇଡରୁ ସିଏ ଆସିଲେ ହରିପନ୍ତ ଫଡକେ। ଏମାନେ ଗଲେ କି ଇଏ ଗୋଟେ ପଟ ସାଇଡ୍ର, ସିଏ ଗୋଟେ ପଟ ସାଇଡ୍ର। ସେପଟୁ କିଏ ଆସିଲେ ମରାଠା ସାଇଡ୍ରୁ। ଆରେ ମରାଠା ସାଇଡ୍ରୁ କିଏ ଆସିଲେ? ହରିପନ୍ତ ଫଡକେ। ଲେଖ ଏଠି ଦେଖ, ମରାଠା ଫୋର୍ସେସ୍ ଅଣ୍ଡର ହରିପନ୍ତ ଫଡକେ, ମରାଠା ଫୋର୍ସେସ୍ under हरिपंथ फड़के went to defend the British attack, defend the British attack। ବୁଝାହେଲା। ତେଣୁ ହରିପନ୍ତ ଫଡକେ କ'ଣ ଜିତିଗଲେ ହେଲା। ହରିପନ୍ତ ଫଡକେ ତାଙ୍କୁ ହାରାସ କରି ତାଙ୍କର ଅବସ୍ଥା ବାର ବଜେଇ ଦେଲେ ସେମାନଙ୍କର। ତ ମରାଠା ଫୋର୍ସେସ୍ ଅଣ୍ଡର ହରିପନ୍ତ ଫଡକେ ହାରାସ ଦ ବ୍ରିଟିଶ ଫୋର୍ସେସ୍ ୟୁଜିଂ ଗରିଲା ଟେକ୍ନିକ୍। ଦେଖ ଏଠି ମରାଠା ଫୋର୍ସେସ୍ ଅଣ୍ଡର ହରିପନ୍ତ ଫଡକେ harassed the British forces ହେଲା। ୟୁଜିଂ କ'ଣ କିରେ? ୟୁଜିଂ କ'ଣ? ଗରିଲା ଟେକ୍ନିକ୍। ଡବଲ ଏଲ୍ ଗରିଲା ଟେକ୍ନିକ୍। ତ ଗରିଲା ଟେକ୍ନିକ୍ ୟୁଜ୍ କରିକି ଇଏ କ'ଣ କଲେ ନା ତାଙ୍କ ଅବସ୍ଥା ଖରାପ କରେଇଦେଲେ। ଏହି ସମୟରେ କ'ଣ ହେଲେ, କିନ୍ତୁ ଆମର ସେପଟେ କିଏ ୱାରେନ୍ ହେଷ୍ଟିଙ୍ଗସ୍ ଅଛନ୍ତି କୋଉଠି? ସେଠି କୋଉଠି? କୋଲକାତାରେ। ଆଉ କୋଲକାତା ତ ବର୍ତ୍ତମାନ ମେନ୍ ଗଭର୍ଣ୍ଣର ଜେନେରାଲ ହେଉଛନ୍ତି ୱାରେନ୍ ହେଷ୍ଟିଙ୍ଗସ୍। ତ ୱାରେନ୍ ହେଷ୍ଟିଙ୍ଗସ୍ ଇଏ କ'ଣ, ଆମେ ତମକୁ ନିର୍ଦ୍ଦେଶ ଦେଇନୁ, ତମକୁ କିଛି କରିନୁ, ତମ ମନ ଇଚ୍ଛା କରିଦେବ। ତମେ ତ ଆମ ଅଣ୍ଡର ନା 1773 ରେଗୁଲେଟିଂ ଆକ୍ଟ ଅନୁସାରେ ତମେ ମନ ଇଚ୍ଛା ଯାଇକି ଆଟାକ୍ କରିସାରିଲଣି।
आमକୁ न कहକି ଆମ ତମେ ଚିଠି ପଠେଇଛ ଠିକ୍ ଅଛି ଆମେ ଥୋଡ଼ି ସାଇନ୍ କଲୁଣୁ ତମକୁ ଥୋଡ଼ି କୁହାହେଇଛି କରିବା ପାଇଁ ତେଣୁ ଇଏ କିଏ ୱାରେନ୍ ହେଷ୍ଟିଙ୍ଗ କଲେ ଏଇଟା କିଛି ହବନି, ଏଇଟା ବନ୍ଦ କର, ଏ ୱାର୍ ଫାର୍ ସବୁ ବନ୍ଦ କର। ଏମିତି ବି ସେମାନେ ହାରି ଯାଇଥିଲେ ବୁଝିଲ। ଅଲଗା ମରାଠା ବୋଲି ଆମର ଇଣ୍ଡିଆନ୍ ରୁଲର ବୋଲି ମାନିଲେ, ଅଲଗା ଯିଏ ହେଇଥିଲେ ବମ୍ବେ ଫମ୍ବେ ଆଟାକ୍ କରିକି ରଖିଥାନ୍ତେ, ଆମେ ଜିତିଛୁ ଆମେ ରହିବୁ। ଇଣ୍ଡିଆ ଲୋକ ଟିକେ ଇଣ୍ଡିଆନ୍ ଜାଣିଛ ଆମେ ଟିକେ ଇମୋସନାଲ ଲୋକ କଲେ ଆଚ୍ଛା ତାଙ୍କର ଏମିତି ତ ସିଚୁଏସନ୍ ହେଇଛି ତେଣୁ ସେ ରହିଗଲେ ହେଲା। ତେଣୁ କ'ଣ ୱାରେନ୍ ହେଷ୍ଟିଙ୍ଗସ୍ କହିଲେ ଦେଖ ତମେ ଆମେ ତମକୁ ନିର୍ଦ୍ଦେଶ ଦେଇନୁ, ତମେ ମନ ଇଚ୍ଛା କ'ଣ ଆଟାକ୍ କରିସାରିଲ। ତେଣୁ ତେଣୁ କ'ଣ ହେଲା ସେପଟେ ଦେଖ, ୱାରେନ୍ ହେଷ୍ଟିଙ୍ଗସ୍ କ'ଣ କହିଲେ, ୱାରେନ୍ ହେଷ୍ଟିଙ୍ଗସ୍ କ'ଣ କଲେ ଦେଖ, ୱାରେନ୍ ହେଷ୍ଟିଙ୍ଗସ୍ ୱାରେନ୍ ହେଷ୍ଟିଙ୍ଗସ୍ କ'ଣ କହିଲେ ଦେଖ, ୱାରେନ୍ ହେଷ୍ଟିଙ୍ଗସ୍ କ'ଣ କଲେ ନା condemned it, condemned kale and ordered Bombay British East India Company and ordered Bombay East India Company, Bombay British East India Company, British EIC ହେଲା ଯୋଉଟା ବମ୍ବେରେ ଥିଲା, ଟୁ ଷ୍ଟପ୍ ୱାର୍, ୱାର୍ ଫାର୍ ବନ୍ଦ କର ବୁଝିଲା। ତେଣୁ ସେ କ'ଣ କଲେ ନା ୱାରେନ୍ ହେଷ୍ଟିଙ୍ଗସ୍ ଆସିକି ସାଇନ୍ କଲେ ମରାଠାମାନଙ୍କ ସହିତ ଟ୍ରିଟି, ଗୋଟେ କ'ଣ କେଉଁ ଟ୍ରିଟି, ଗୋଟେ ଫ୍ରେଣ୍ଡଲି ଟ୍ରିଟି ସାଇନ୍ କଲେ। ତ ୱାରେନ୍ ହେଷ୍ଟିଙ୍ଗସ୍ କ'ଣ କଲେ ନା ସାଇନ୍ଡ a friendly treaty with Marathas ତେଣୁ ସେଇ ଯେଉଁ ଟ୍ରିଟି ହେଲା ତା ନାଁ ଦିଆହେଲା ଟ୍ରିଟି ଅଫ୍ ପୁରନ୍ଦର। ତେଣୁ ଇନ୍ କେତେ 1776 ସାଇନ୍ ହେଲା କ'ଣ ଟ୍ରିଟି ଅଫ୍ ପୁରନ୍ଦର। ଆଉ ଦେଖ ଏଇଟା କେବଳ ମରାଠା ମାନେ ବୋଲି ଆମ ଇଣ୍ଡିଆନ୍ ରାଜା ମାନେ ମାନିଗଲେ, ଆଉ କିଏ ହେଇଥିଲେ ଅବସ୍ଥା ଜାଣିବ। ସିଏ କିନ୍ତୁ ଦେଖ ତାପରେ କ'ଣ କରୁଛନ୍ତି ତାଙ୍କର ଅବସ୍ଥା। ତ ଟ୍ରିଟି ଅଫ୍ ପୁରନ୍ଦର କଥା ସାଇନ୍ ହେଲା, ଟ୍ରିଟି ଅଫ୍ ପୁରନ୍ଦର। ତ ଟ୍ରିଟି ଅଫ୍ ପୁରନ୍ଦରରେ କ'ଣ ହେଲା, ଚୁକ୍ତି କ'ଣ ହେଲା ଦେଖ, ଟ୍ରିଟି ଅଫ୍ ପୁରନ୍ଦରରେ କ'ଣ ହେଲା, ଗୋଟେ ପଟେ ମରାଠା ମାନଙ୍କର ମେନ୍ କିଏ ବର୍ତ୍ତମାନ, କିଏ ସେ ନାନା ଫଡନାବିସ୍, ଇଏ କ'ଣ ସୱାଇ ମାଧବରାव ତରଫରୁ ଇଏ ବୁଝାବୁଝି କରୁଛନ୍ତି। ଆଉ ଗୋଟେ ପଟ ସାଇଡ୍ରେ କିଏ, ବ୍ରିଟିଶ EIC, କର୍ଣ୍ଣେଲ UPTON, କର୍ଣ୍ଣେଲ ଅପ୍ଟନ୍। ତାଙ୍କ ଦୁଇ ଜଣଙ୍କ ଭିତରେ ବର୍ତ୍ତମାନ ହେଲା କ'ଣ ହେଲା, ଏକ ନମ୍ବର ରହିଲା ଯେ ବ୍ରିଟିଶ ମାନେ କହିଲେ ଆମେ ସୱାଇ ମାଧବରାव ୱାଜ୍ ରେକଗ୍ନାଇଜ୍ଡ ଆଜ୍ ଏ ପେଶୱା ବାଇ ବ୍ରିଟିଶ। ତ ବ୍ରିଟିଶ ମାନେ ତାକୁ ପେଶୱା ବୋଲି ରେକଗ୍ନାଇଜ୍ କଲେ, କାହାକୁ, ସୱାଇ ମାଧବରାव। ତେଣୁ ସୱାଇ ମାଧବରାव was recognized as a Peshwa by British, ତାପରେ ସେକେଣ୍ଡରେ କ'ଣ ହେଲା, ସେକେଣ୍ଡ ରହିଲା ଯେ ଟେରିଟୋରି ସେଡେଡ୍ ବାଇ ମରାଠାସ୍ should be returned to British ହେଲା। ଟେରିଟୋରି ସେଡେଡ୍ ବାଇ ମରାଠାସ୍ should be returned to, ଯାହା ବ୍ରିଟିଶଙ୍କ ଟେରିଟୋରି ମାନେ ଅକ୍ତିଆର କରିନେଇଛନ୍ତି ଫେରେଇଦେବେ ହେଲା। ଟେରିଟୋରିଜ୍ ସେଡେଡ୍ ବାଇ ମରାଠାସ୍ should be returned to British ହେଲା, return to British and British should not support any rebels of Marathas including Raghuva. British should not support, ତାପରେ ଆଉ ଗୋଟେ ପଏଣ୍ଟ କ'ଣ ରହିଲା, British should not support
should not support any rebels of Maratha, any rebels of Maratha. ହେଲା ମରାଠା ମାନଙ୍କର କୌଣସି ରିବେଲକୁ ସପୋର୍ଟ କରିବେନି ଇନକ୍ଲୁଡିଂ ରଘୁବା। ରଘୁବା ତ ପ୍ରଥମେ ମାନେ କହିଲେ ଯେ ଆମେ କ'ଣ କହିଲେ ମାନେ କହିଲେ ଯେ ଆମେ ତମର ମାଧବ ରାଓକୁ ପେଶୱା ବୋଲି ରେକଗ୍ନାଇଜ୍ କରୁଛୁ। ତାପରେ ତମେ ଆମର ଯାହା ଟେରିଟୋରୀ ସବୁ ନେଇଛ ବର୍ତ୍ତମାନ ଆମକୁ ଫେରାଇ ଦିଅ। ତାପରେ ମରାଠା ମାନଙ୍କର ଯିବେ ରିବେଲ ବର୍ତ୍ତମାନ ହଉ ବା ଇନକ୍ଲୁଡିଂ ରଘୁବା ହେଲେ ତମେ ସପୋର୍ଟ କରିବନି। ବ୍ରିଟିଶ ବଲେ ଆମର କ'ଣ ଦରକାର ଆମେ ରଘୁବା ଭଗୁଆ କିଛି ଜାଣିନୁ ଆମେ କାହାକୁ ସପୋର୍ଟ କରିବୁ ଠିକ୍ ଅଛି ରାଜି ହେଇଗଲେ। ତେଣୁ ତାପରେ ରଘୁବା କ'ଣ କରାଗଲା ଯେ ରଘୁବା କୁହାଗଲା ଯେ ବର୍ତ୍ତମାନ ଯେ ତୁ କ'ଣ କରେ ତୋର ଯେଉଁ ଆର୍ମି ଫାର୍ମି ରଖିଛୁ ତାକୁ ଡିସବ୍ୟାଣ୍ଡ କରେ ପ୍ରଥମେ। ରଘୁବା ତାର ଆର୍ମି ଡିସବ୍ୟାଣ୍ଡ କରିବ। ତାପରେ ତାକୁ ପେନସନ ଦେଇକି ସେଇ ଏରିଆରେ ରହିବନି ତାକୁ ପେନସନ ଦେଇକି ପଠେଇ ବାହାରକୁ ପଠେଇ ଦିଆଯିବ। ଏଠି ରହିଲେ ସିନା କାମ ଖେଳ କରୁଛି ତାକୁ ଏଠୁ ପଠେଇ ଦେଇଯିବ ବାହାରକୁ। ତେଣୁ 4 ନମ୍ବରରେ ଗୋଟେ ପଏଣ୍ଟ ରଖାଗଲା। 4 ନମ୍ବର ପଏଣ୍ଟ ରଖାଗଲା କ'ଣ ଦେଖ 4 ନମ୍ବର ରଖାଗଲା ଇଫ୍ ରଘୁବା ଇଜ ରେଡି ଟୁ ଡିସବ୍ୟାଣ୍ଡ ହିଜ ଆର୍ମି ହେଲା ଇଫ୍ ରଘୁବା is ready to disband his army ହେଲା his army Peshwa can give him pension ହେଲା Peshwa can give him पेंशन केते केरे 25,000 पर मंथ। यही समय 25,000 मैंने बहुत किसी 25,000 पर मंथ मासक 25,000 लाख कौन पेंशन मिल। तापर ये कहले अच्छा ये कहले रघुबा ब्रिटिश मैंने कहले अच्छा हमको रघुबा प्रोमिस करता सेलसीडी दब बोली सेलसीडी बसैन दब बोली से कहला तो पागल ना कौन सेलसीडी तुमको दिया हबो अरे सेलसीडी थोड़ी तुमको दिया हबो तेणु ता बदले तुम छाड़ सेलसीडी दिया हेबो ता बदले 3 लाख टंकार 3 लाख रेवेन्यू कलेक्शन करथुवा जे कोनसे गोटे जगह तुम को नै जा सेलसीडी देय होनी भाई। तेणु ये करे राजी ब्रिटिश मैंने राजी गला कोन रास्ता कोन ना हारी छथि ना राजा तो सेलसीडी भी दबा कथा न माने केमि देले मैं भाबुछी। तेणु ब्रिटिश वेयर टू सेल सीट टू Madras ब्रिटिश लेख ब्रिटिश वेयर टू सेल सीट वेयर टू गिव माने कोन माने गिव तो नो सेल सीट टू मराठास in lieu of an other territory लिखी दियो in lieu of an other territory ହେଲା worth केते 3 लाख worth 3 लाख रुपीस ହେଲା। तेणु एमती है तेणु राजी गला तो ट्रिटी ऑफ पुरंदर साइन होगा यहाँ कौन कि ट्रिटी ऑफ पुरंदर साइन होगा। देख ट्रिटी ऑफ सूरत रु स्टार्ट होता ट्रिटी ऑफ सूरत क्या भर रघुबा और ब्रिटिश ईस्ट इंडिया कंपनी बम्बे तेणु भर स्टार्ट होता बर्तमान ट्रिटी ऑफ पुरंदर सरला कहले हारीगले ट्रिटी ऑफ पुरंदर साइन है कहले बंद बांध कर ट्रिटी ऑफ पुरंदर में किए रही ब्रिटिश पट रही कॉलोनियल अपटन और रही किए से नाना फडनाविस मराठा सैड भर साइन है जमी करवा आ किसी प्रोब्लेम हेनी है। तो कि कौन है जो थे ब्रिटिश मैंने आटाक कर हारिकी जाइए छाड़े फ्यूचर भी आटाक कर तेणु मराठा मैंने कौन निज निजर शक्ति बढ़ार लगी पड़े बर्तमान निज आर्मी को स्ट्रंग कर लगी पड़े तेणु कौन है ना मराठा वांटेड टू इम्प्रूव देयर पोजिशन एगेन्स्ट कौन ए लेख तो तापर कौन है ना मराठाज बर्तमान मराठाज वांटेड to improve their positions
improve their positions against English company by English East India Company against the British EIC British EIC ହେଲା ଇଷ୍ଟ ଇଣ୍ଡିଆ କମ୍ପାନୀର କ'ଣ BISH ବ୍ରିଟିଶ EIC ର ଏଗନେଷ୍ଟରେ ତାଙ୍କୁ କ'ଣ ଚାହୁଁଥିଲେ so that in future English should not interfere in their internal matters so that English should not interfere in their internal matters ସେ କହିଲେ ଯେମିତି ଆମେ କରିବା ଦରକାର ସୋ ଦ୍ୟାଟ୍ କ'ଣ ସେମାନେ ଇଣ୍ଟରନାଲ ମ୍ୟାଟର୍ସରେ ଯେମିତି ହସ୍ତକ୍ଷେପ କରିବେନି ତେଣୁ 1777ରେ ଏମାନେ କ'ଣ କଲେ ଫ୍ରାନ୍ସ ସହିତ ଗୋଟେ ଫ୍ରେଣ୍ଡଲି ଟ୍ରିଟି ସାଇନ୍ କଲେ କାହା ସହିତ କିରେ ଆରେ କାହା ସହିତ ଫ୍ରାନ୍ସ ସହିତ ହେଲା ଫ୍ରାନ୍ସ ସହିତ ଗୋଟେ ଫ୍ରେଣ୍ଡଲି ଟ୍ରିଟି ମାନେ ସାଇନ୍ କଲେ ମାନେ 1777ରେ ଲେଖ ତେଣୁ ୟାଙ୍କର ଇଣ୍ଟରନାଲ ପୋଜିସନକୁ ବା ନିଜର ଇଏକୁ ଷ୍ଟ୍ରଙ୍ଗ କରିବାକୁ ଚାହିଁଲେ ମରାଠା ମାନେ ତେଣୁ ଇନ୍ 1777 in 1777 friendly treaty with France sign ହେଲା friendly treaty with France ସହିତ ଗୋଟେ friendly treaty sign ହେଲା ତେଣୁ ଯୋଉ treaty sign ହେଲା କ'ଣ ରହିଲା ନା Marathas were supposed to get 25,000 European soldiers ହେଲା କହିଲେ Marathas were supposed to get 25,000 European soldier soldiers and 10,000 Indian soldiers 10,000 Indian soldiers and 10,000 Indian soldiers were to be trained on Europe सर क्लास रेकॉर्ड କରୁଛନ୍ତି କି କ'ଣ सर क्लास रेकॉर्डिंग होଉଛି ହଁ ରେକର୍ଡିଂ ହେଉଛି ତ Marathas were supposed to get 25,000 European soldiers and 10,000 Indian soldiers were to be କ'ଣ trained on European lines ତ ପ୍ରଥମେ ତ 25,000 ଫ୍ରାନ୍ସ ସହିତ ଟ୍ରିଟି ହେଲା ସେମାନେ କହିଲେ ଯେ ତମକୁ 25,000 ୟୁରୋପିଆନ୍ ସୋଲଜର ଦେବୁ ତା ସହିତ ତମର 10,000 ଇଣ୍ଡିଆନ୍ ସୋଲଜରକୁ ବି ଆମେ ୟୁରୋପିଆନ୍ ଲାଇନ୍ସର ୟୁରୋପିଆନ୍ ଟେକ୍ନିକ୍ ଅନୁସାରେ ଆମେ କ'ଣ କରିବୁ ତାଙ୍କୁ ଟ୍ରେନ୍ କରାଇବୁ ପ୍ରଥମ ଟ୍ରିଟି ଏଇଟା ରହିଲା ପ୍ରଥମ କଣ୍ଡିସନ ରହିଲା ଏଇଟା ସେକେଣ୍ଡ କଣ୍ଡିସନ ରହିଲା ଫ୍ରେଞ୍ଚ ୱେର୍ ସପୋଜ୍ ଟୁ ଗେଟ୍ ଏ ପୋର୍ଟ ଅନ୍ ଦ ୱେଷ୍ଟ କୋଷ୍ଟ ତ ଫ୍ରେଞ୍ଚ ମାନଙ୍କୁ ଗୋଟେ ପୋର୍ଟ ମିଳିଯିବ ତ ଫ୍ରେଞ୍ଚ ୱେର୍ ସପୋଜ୍ ଟୁ ଗେଟ୍ French were supposed to get a port on the west coast ହେଲା ୱେଷ୍ଟ କୋଷ୍ଟରେ ମାନେ ଗୋଟେ ପୋର୍ଟ ମିଳିଯିବ ତ ଇଏ କହିଲେ ଠିକ୍ ଅଛି ହେଲା ତ ଏଇଭଳିଆ କଣ୍ଡିସନ ହେଲା ତ କାମ ଚାଲିଲା ହେଲା ତ ତେଣୁ ଏମାନେ କ'ଣ ହେଲା ଏବେ ଯେଉଁ ଏମାନେ ଫ୍ରେଞ୍ଚ ମାନଙ୍କ ସହିତ ଟ୍ରିଟି ସାଇନ୍ କଲେ ଏଇଟା ବ୍ରିଟିଶ ଲୋକମାନଙ୍କୁ ଭଲ ଲାଗିଲାନି ହେଲା ତ କ'ଣ ହେଲା ତେଣୁ କ'ଣ ହେଲା ବ୍ରିଟିଶ ରିଆକ୍ସନ୍ ଟୁ ମରାଠା ଟ୍ରିଟି ୱାଜ୍ ଭେରି ସାର୍ପ ସୋ ଦେ କଣ୍ଡେମ୍ଡ ଇଟ୍ କ'ଣ କଲେ ସେମାନେ କହିଲେ ଏଇଟା ଠିକ୍ ହେଲାନି ଆମ ସହିତ ତମେ ଟ୍ରିଟି ସାଇନ୍ କରିଥିଲ ପୁଣି ତମେ ଏମିତି କ'ଣ ଭିତରେ କ'ଣ ଚଲେଇଛ ତେଣୁ ଭଲ ଲାଗିଲାନି ବ୍ରିଟିଶ ମାନଙ୍କୁ ଲେଖ ବ୍ରିଟିଶ ରିଆକ୍ସନ୍ ଟୁ ମରାଠା ଟ୍ରିଟି was very sharp they condemned it British reaction to Marathas treaty British reaction to Marathas treaty was very sharp
was very sharp. They condemned it. They कौन कर ले? They condemned it. They condemned it. Hmm. They condemned it. So Maratha army was commanded by इथमर कौन हला ना तेणु से वार डिक्लेरेशन कले अटैक करिया स्टार्ट कले तेणु कौन हला ना Maratha army was commanded by a brilliant general named Mahaji Shinde. Right. Maratha army was commanded. Maratha army was commanded by a brilliant general named कौन करे named Mahaji Sindhya. Mahaji Shinde. Mahaji Shinde বা মহাজি সিন্ধিয়া যেটা করো মহাজি সিন্ধিয়া বা মহাজি সিন্ধিয়া ତେଣୁ କ'ଣ ହେଲା ନା ପ୍ରଥମେ କ'ଣ କଲେ ନା ମହାଜି ସିନ୍ଧେ ଲର୍ଡ ଦ ଇଂଲିଶ ଆର୍ମି ଇନ୍ ଟୁ ଦ ଘାଟ ନିୟର ତାଲେଗାଁଓ ତ ମହାଜି ସିନ୍ଧେ ପ୍ରଥମେ କ'ଣ କଲେ ଦେଖ ମହାଜି ସିନ୍ଧେ বা মহাজি সিন্ধিয়া ଯାହା ତମେ କହୁଛ ମହାଜି ସିନ୍ଧିଆ ଲର୍ଡ ଦ ଇଂଲିଶ ଆର୍ମି into କୋଉଠିକି ଡାକିଲେ ତାଙ୍କୁ ଗଲେ into the ghat near ତେଲେଗାଁଓ into the ghats near କୋଉଠି near ତାଲେଗାଁଓ near ତାଲେଗାଁଓ ହେଲା तालेगांव तो ये कौन हल्ला ना मराठा अटैक तालेगांव तो मराठा अटैक द ब्रिटिश सप्लाई बेस इस समय कौन हल्ला ना ताको सेठी डाकिले ताई सेठी तालेगांव सब पळेले तो एठी को सप्लाई बेस थिला कोठी खपोली रे सेठी जगह अटैक करले मराठा अटैक प्रथम एठी तालेगांव को ताको सब सेठी पळले अंगर आर्मी फार्मी सेठी पळै छथि तालेगांव को तो एपडे कौन एपड सेठी अटैक करले पुणी तो मराठा अटैक द ब्रिटिश सप्लाई बेस एट खापोली Marathas attacked the British supply base at Khapoli. British forces were forced to retreat to the village of Wadegaon. अटैक कला पर से जाई गोटे पाखरे जो वाडेगांव हिला सेठी जाई पसले सब तो ब्रिटिश forces was forced to retreat to the village of Wadegaon Wadegaon GAON village of Wadegaon हला तापरे कौन हला ना at Wadegaon कौन हला at Wadegaon English army was surrounded by Maratha on all sides तो सारी साइड रो घेरी गले हला English army was surrounded by Marathas on all side सब साइड रो कोन माने सराउंड करले तो वर्तमान किसी रास्ता नहीं अरे किसी रास्ता अछि किसी हो सारी पटे घेरी गले तेणु तो रास्ता नहीं ट्रिटी साइन ला वर्तमान जेतेले किसी रास्ता नहीं ट्रिटी वाले साइन कर दियन तो गोटे ट्रिटी साइन हला तो ट्रिटी ऑफ वाडेगांव साइन हला जनवरी 1779 तो ट्रिटी ऑफ वाडेगांव साइन हला वर्तमान ट्रिटी ऑफ वाडेगांव GAON वाडेगांव एटा केते ना जनवरी 1779 हला
1779 रे स्टार्ट ହେଲା। ତ କଣ ଏଇ ଟ୍ରିଟିର ମେନ୍ କଣ ରହିଲା ସବୁ? ଏକ ନମ୍ବର ରହିଲା ଯେ ବ୍ରିଟିଶ ଗଭର୍ଣ୍ଣମେଣ୍ଟ had to relinquish all the territories acquired by the English since 1775 ହେଲା ବ୍ରିଟିଶ ଗଭର୍ଣ୍ଣମେଣ୍ଟ। ତ ବ୍ରିଟିଶ ଗଭର୍ଣ୍ଣମେଣ୍ଟ had to relinquish ମାନେ ଫେରେଇ ଦବ। relinquish all the territories acquired by the English since କେତେ କିରେ 1775। सेकेंड है रघुनाथ राव also surrendered and confessed his guilty of कौन waging war against the Maratha state। तेणु बर्तमान कहला आकु ये गला पंचजीत सब फेरे देबे। तो रघुनाथ राव बर्तमान कौन कला जे बर्तमान कहला जे ठीक अछि राजी हे गला माने सरेंडर कर देला। रघुनाथ राव ये तो कारसादी कल चलसा किछि ना किछि कर चलसला। तेणु ये कौन बर्तमान सरेंडर कला। राव also surrendered and confessed his guilty of waging war against Maratha against कौन Marathas। ते कहला मु आउ जहा करछि मु भूल मागुछि। तेणु ताकू कहले जे झांसी जाओ आम सेठी पेंशन रे बंच जाई हला ताकू झांसी पठे देले। ताकू कौन कहला रघुनाथ कौन कहला तू बर्तमान झांसी चली जा। रघुनाथ राव जने कहले बर्तमान कौन करना झांसी चली जा। तेणु से कहला हो ठीक अछि मु तो झांसी पळेबी किंतु मो पुओ को एटलीस्ट तुम जगह दे दियो। मो पुओ को तुम मराठा पर रेबा पेशवांग राजदर रे गोटे जाले गोटे चाकरी दियो हला। तेणु से कहला तेणु कौन हला बर्तमान जे रघुनाथ राव रघोबा was sent to कोठी झांसी को से पड़ जाएगा sent to झांसी and झांसी on pension हला। पेंशन तो झांसी बोला पेंशन हला पेंशन से रहबो हला तो पेंशन दिया रहबो जाई। and he was assured that his son would be in the Peshwa administration and he was assured that his son would be in the Peshwa administration हला administration। तो कहला जे पेशवा एडमिनिस्ट्रेशन रहबा। सन किए तार ना हो बालाजी तार हो कौन के बाजीराव टू ता सन ना हो बाजीराव टू। तो कहला ठीक अछि तू वर्तमान भाई जाके झांसी रे रहबो पेंशन रे आ बाकी तोर जे तो पुओ को हमें से ठीक हे जाऊ ताको तो पुओ को हमें कोन दबो पेशवा एडमिनिस्ट्रेशन रे जगह दबो जा चाकरी बाकरी कर दबो। हेक से एई अनुसार चुक्ति साक्षर हैला। किंतु वारेन हेस्टिंग्स से ट्रिटी को मानला। वारेन हेस्टिंग्स रो ईगो आसी गला कि आमे पुनी हेथर तो हारिथलु पुनी आउथरे भी हारि गलु एमधे तो ब्रिटिश वालांगर नेम ऑफ फेम तळे पड़ी जिवो अन्य मानकर साहस पड़ी जिवो। तेणु ये कौन कला गला राजी हेलानी। मराठा मान आम इंडियन राजा मानकर प्रोब्लेम कौन होतला कि एमाने बहुत धर्म अनुसार चलुतले हैला बहुत इमोशनल हे जाउतले। हम इंडियन मान इमोशनल हो कि जे कांदी कुंदी दबो टी कर दबो कि हम टिके मन पतला पड़ी जिवो आमे ठीक अछि बुझियो नै। किंतु तुमको राक्षस भली हवा पड़ी थाना एमान पिटी थान जति बेलू। तेणु ये कौन कला ना राजी हे गला। बॉम्बे प्रेसिडेंसी की पूरा नहीं आसता मराठा मान चाहिए से समय बॉम्बे प्रेसिडेंसी पूरा नहीं आसा जाली दी था पूरा तो ठीक ही था ना। तेणु ये नक कौन कले ट्रिटी साइन कले और ट्रिटीटा को से मानलानी किए से बर्तमान वारेन हेस्टिंग्स मानला। तेणु से फुट आरंभ कर तार कुर्कीट बुद्धि स्टार्ट करदेला रॉबर्ट क्लाइव तो पूर्वपुरुष जो स्टार्ट करते जो फुट क्रिएट करते डिवाइड एंड रूल से भाया नीति सब स्टार्ट कला वारेन हेस्टिंग्स। तो ब्रिटिश गुड़ा से समय पोड़ी देवार था पूरा पेट्रोल पकई गोटे मुंड पोड़ी देवार था बॉम्बे प्रेसिडेंसी। तेणु वारेन हेस्टिंग्स कौन गला रिजेक्टेड द ट्रिटी। ये कौन वारेन हेस्टिंग्स तो गवर्नर जनरल से नियम अनुसार से बेंगल टा मेन। तेणु बर्तमान कौन है ये रिजेक्ट कला ट्रिटी मानलानी। तो वारेन हेस्टिंग्स कौन कला देख
वारेन हेस्टिंग्स रिजेक्टेड द ट्रिटी। वारेन हेस्टिंग्स कौन कला ना वारेन हेस्टिंग्स रिजेक्टेड द ट्रिटी ये ट्रिटी के मानला बुझला। तो कौन है से कौन कला ना से बर्तमान जो कोलकाता ब्रिटिश आईसी वारेन हेस्टिंग्स नेतृत्व में तीन टा दल होगी बाहर तीन टा ट्रुप है कले से कहले आम छाड़बानी चारिपट आठ से अटाक करके छाड़बानी एम कौन एम पोड़ी देवार था गोटे मुंडू पोड़ी देवार था सब बंचिक रही सीना कौन कारसादी करेंगे मरीगला कौन करेंगे बुझे ना। तेणु कलकाता ब्रिटिश आईसी कौन कले कलकाता ब्रिटिश आईसी वाला बर्तमान साहस ये क्रिकेट बुद्धि स्टार्ट कले तो कलकाता ब्रिटिश आईसी कौन कला बर्तमान ब्रिटिश आईसी वारेन हेस्टिंग्स नेतृत्व में वारेन हेस्टिंग्स कौन कहला जे मु बर्तमान मानिमिनी ट्रिटी को वारेन हेस्टिंग्स कौन कला वारेन हेस्टिंग्स कौन कला ना अंडर रे तीनटा कौन आसिले तीनटा वारेन हेस्टिंग्स तीनटा ट्रुप आसिला गोटे हला कौन ना गोटे कॉलोनेल गोडार्ड गोटे ट्रुप आसिला कॉलोनेल गोडार्ड का नेतृत्व में आ गोटे ट्रुप आसिला कॉलोनेल केसे ठीक कॉलोनेल पोफम कि नाम रे पोफम आ गोटे आसिला कॉलोनेल के गमाक जनरल गमाक ना सर ये कॉलोनेल नो ये कैप्टेन है ना कैप्टेन पोफम कॉलोनेल गोडार्ड कैप्टेन पोफम आ गोटे जनरल केसे जनरल गोमाक नहीं जनरल गोमाक GOMAC। तेणु ये तीन जन नेतृत्व तीन टा ट्रुप बाहर है वारेन हेस्टिंग्स कौन गला तीन जन नेतृत्व में तीन टा ट्रुप गला गोटे कॉर्नेल गोडार्ड आ कैप्टेन पोफम आ गोटे जनरल गोमाक। अरे सब शुणुछटी अरे ऑल प्रेजेंट ना हाँ सर Yes, sir. एमाने कौन कले देख एमाने कौन कले ना ये चलो ऑलराउंड अटैक कले बर्तमान कले चारिपटा में अटैक करबा तेणु ये कौन कला तीन टा ट्रुप होइके अटैक करिया स्टार्ट कले। तो ये कौन कला कैप्चर्ड अहमदाबाद एमने आसी प्रथम कौन कले ये कॉलोनेल गोडार्ड कौन कला कैप्चर्ड अहमदाबाद है कैप्चर्ड अहमदाबाद केते इन फेब्रुआरी कते इन फेब्रुआरी 1779 and captured Bassein in December 1780 and captured Bassein in December केते 1780 डिसेंबर 1780 रे बसेन को कैप्चर कला। ये कौन कला ये जाएगी कौन कला ना कैप्चर्ड ग्वालियर इन अगस्त 1780 कैप्चर्ड ग्वालियर कैप्चर्ड चारियाड अटैक कले हला ग्वालियर इन केते अगस्त 1780। तब चैनल गुम्मा को गला डिफीटेड महाजी सिंधिया एट सिप्री इन फेब्रुआरी 1781। तो डिफीटेड सिप्री ये कौन गला को डिफीट कला महाजी सिंधिया को डिफीटेड सिप्री डिफीटेड महाजी सिंधिया एट सिप्री एट कोठी करे एट सिप्री इन केते फेब्रुआरी 1781 इन फेब्रुआरी 1781 हला। तो बर्तमान वारेन हेस्टिंग्स कौन कला ना ता क्रिकेट बुद्धि प्रयोग करने स्टार्ट कला। ये कहला महाजी वारेन हेस्टिंग्स कौन कहला जे बर्तमान वारेन हेस्टिंग्स चिंता कला जे माने मिलिक जो 12 भाई काउंसिल मिलिक मन सब अछंदी ये मिसिबला पड़ले आमे तांको परमानेंट को टेंशन दउछन तांको अलग अलग करिया बर्तमान। तेणु ये कौन कला एतला वारेन हेस्टिंग्स डिवाइड ए प्लान कला जे प्रथम महाजी सिंधिया को बर्तमान एटू अलग करिया पड़ियो काटू 12 भाई काउंसिल अलग करिया पड़ियो। तेणु प्रथम से कौन कला ना देखो वारेन हेस्टिंग्स डिवाइड ए प्लान वारेन हेस्टिंग्स डिवाइड ए प्लान कौन कला ना इन ऑर्डर टू डिटैच महाजी सिंधिया फ्रॉम पूना गवर्नमेंट माने जो 12 भाई काउंसिल अछि कारण त पेशवा पूना रहउतले ना सेति में पूना गवर्नमेंट कहउछि इन ऑर्डर टू डिटैच
ମହାଜି ସିନ୍ଧେ ମହାଜି ସିନ୍ଧିଆ କହିଲେ ଆକୁ ପ୍ରଥମେ ତାଙ୍କ ଦଳରୁ ଅଲଗା କରିବାକୁ ପଡ଼ିବ। ମହାଜି ସିନ୍ଧିଆ ଫ୍ରମ୍ ପୁନା ଗଭର୍ଣ୍ଣମେଣ୍ଟ ପୁନା ଗଭର୍ଣ୍ଣମେଣ୍ଟ କାହିଁ କହିଲି ବୁଝିପାରିଲ ରେ? ଆରେ ବୁଝିପାରିଲ? ହଁ ଆରେ ବୁଝା ପଡୁଛି ପୁନା ଗଭର୍ଣ୍ଣମେଣ୍ଟ କାହିଁ କହିଲି? ଆରେ ସବୁ ପ୍ରେଜେଣ୍ଟ ଅଛ? ପୁନା ଗଭର୍ଣ୍ଣମେଣ୍ଟ ମାନେ ପୁନା ମାନେ ତ ପୁନେ ନା, ପୁନେରେ କିଏ ପେଶୱା ରହୁଥିଲେ। ଆଉ ପେଶୱା ଯୋଉଠି ରହୁଥିଲେ ସେଟା ତାଙ୍କ ମେନ୍ ଥିଲା ନା, କାରଣ ରାଜା ତାଙ୍କ ଦୁର୍ବଳ ହେଇଗଲା। ଆଉ ତ ମାନେ ଶିବାଜୀ ମହାରାଜାଙ୍କ ସାହୁଜୀ ମହାରାଜାଙ୍କ ପରେ ଆଉ ରାଜା ଏତେ ଭଲ କେହି ନାହାନ୍ତି, ପେଶୱା ସବୁ କଥା ବୁଝାବୁଝି କରୁଛନ୍ତି। ପେଶୱା ପୁନାରେ ରହୁଥିଲେ ନା, ତେଣୁ ପୁନା ଗଭର୍ଣ୍ଣମେଣ୍ଟ କୁହାହଉଛି ହେଲା। ସମସ୍ତେ ପେଶୱାଙ୍କୁ ମାନୁଥିଲେ, ରିପୋର୍ଟ କରୁଥିଲେ। ତେଣୁ ପୁନା ଗଭର୍ଣ୍ଣମେଣ୍ଟର କହିଲେ ଆଙ୍କୁ ବର୍ତ୍ତମାନ କଣ କଲା, ପୁନାରେ ହିଁ ବାରବାଇ କାଉନସିଲ ସମସ୍ତେ ପୁନା ନାନା ଫଡନାଭିସ ସବୁ ପୁନାରେ ରହୁଥିଲେ। ତେଣୁ ଇଏ କୁହାଗଲା ଯେ ବର୍ତ୍ତମାନ କଣ କରାଯିବ ନା, ପୁନା ଗଭର୍ଣ୍ଣମେଣ୍ଟରୁ ବର୍ତ୍ତମାନ ମହାଜି ସିନ୍ଧେକୁ ଅଲଗା କରିବା। କାରଣ ଇଏ ମିଶି ମାସିକି ରହିଲେ ସବୁ ଟେନସନ ଦଉଛି, ତାଙ୍କୁ ଅଲଗା ଅଲଗା କରିବା ବର୍ତ୍ତମାନ। ତେଣୁ ସେ କଲେ ଯେ ଆକୁ ଡିଟାଚ କରିବା ପାଇଁ ମହାଜି ସିନ୍ଧେଙ୍କ ଉପରେ ପୁନା ଗଭର୍ଣ୍ଣମେଣ୍ଟ ୱାରେନ୍ ହେଷ୍ଟିଙ୍ଗସ ପୁନା ଗଭର୍ଣ୍ଣମେଣ୍ଟ ମାନେ ଏଠି ଲେଖିଦିଅ ମରାଠାସ, ତାମାନେ ମରାଠାସ ଆଉ କଣ, କାରଣ ପୁନାରେ ତାଙ୍କର ମେନ୍ ଥିଲା ନା, ପେଶୱା ଯେହେତୁ ପୁନାରେ ରହୁଥିଲେ। ତେଣୁ କଣ କଲେ ନା ୱାରେନ୍ ହେଷ୍ଟିଙ୍ଗସ ଡିସାଇଡେଡ ଟୁ ଡୁ ଏ ସେପାରେଟ ପିସ୍ ଏଗ୍ରିମେଣ୍ଟ ୱିଥ ମହାଜି ସିନ୍ଧିଆ ହେଲା। ତ କଣ କଲେ ନା ୱାରେନ୍ ହେଷ୍ଟିଙ୍ଗସ କଣ କଲା, ୱାରେନ୍ ହେଷ୍ଟିଙ୍ଗସ କଣ କଲା ନା decided to do a separate peace agreement to do a separate peace agreement with Mahaji Sindhe का सहित with महाजी सिंधे महाजी किए महाजी सिंधे। तेना केते मसीहार कथा 1781 एटा केते अक्टोबर 1781। तेणु अक्टोबर 1781 रे से कौन कले महाजी सिंधे सहित गोटे सेपरेट एग्रीमेंट स्टार्ट कले। तेणु ये अनुसार कौन करागला ना महाजी सिंधे को कहले तुम हेले मेडिएटर, तुम बर्तमान कौन मराठा मैंने फ्यूचर आमको अटाक करेंगे कि आम भितर किसी प्रोब्लेम्स हेनी, तुम हम मेडिएटर हम है। तेणु कौन करागला ना सो हाविंग महाजी सिंधे एज मेडिएटर एंड ग्यारेंटर। तेणु कहले जो महाजी कारण फ्यूचर जब मराठा मैंने आमको अटाक करते कि किसी प्रोब्लेम हुए कि आम अटाक करूँ तो तुम रेस्पॉन्सिबल हम, तो मराठा तरफ आम तुमको ही केवल जानी। तेणु तुम हम मेडिएटर, तुम ग्यारेंटर रही। तेणु ग्यारेंटर लिए कौ कूल कवि न्यूट्राल हो महाजी सिंधे, तेणु मराठा सहित मिसी पारे। तेणु आमको अलग करने महाजी सिंधे ग्रेट कौन कमांडर थे, तेणु अलग करने ये भाया निष्पत्ति देले। ये कौन कला ना सो हाविंग मराठी सिंधे आज मेडिएटर बनईदे बर्तमान महाजी सिंधे। तो महाजी सिंधे बर्तमान कौन बनला मेडिएटर बनला है। लेख सो हाविंग महाजी सिंधे आज मेडिएटर, सो हाविंग महाजी सिंधे महाजी सिंधे आज मेडिएटर एंड guarantor a peace treaty was signed between British and Marathas. A peace treaty was signed between क्या भीतर between British and Marathas। ब्रिटिश ना मराठास। तेणु कौन है ट्रिटी साइन ता ना कौन ट्रिटी ऑफ सालवाई। ट्रिटी ऑफ सालवाई 1782। ट्रिटी ऑफ सालवाई है 1782। तेणु 1782 मैंने साइन कले ट्रिटी ऑफ सालवाई है। तेणु ट्रिटी ऑफ सालवाई अनुसार कौन करागला ना जो ट्रिटी साइन कराला से कहले भाई तुम आमको सेल सिटी प्रथम दियो, हारी जाइए बर्तमान मराठा मैंने ना। तेणु कहले तुम प्रथम आमको सेल सिटी दियो। कौन है ट्रिटी ऑफ सालवाई कौन मुख्य मुख्य रहा देख। ट्रिटी ऑफ सालवाई कौन कौन मेन मेन रहा। प्रथम कथा रहा ट्रिटी ऑफ सालवाई Salseti should continue in the possession of the English। Salseti should continue
continue in the कौन possession of the English, in the possession of the English. Second है कौन ना territories conquered since the treaty of Purandar including Bassein should be restored to Marathas ହେଲା କେବଳ ପଶିଗଲେ ସେଲସିଟା ବର୍ତ୍ତମାନ କାହା ପଳେଇବ ଇଂଲିଶ ମାନଙ୍କର ରହିବ ଆଉ ବାକି territories conquered ଆଉ ଯାହା ହେଇଛି ଫେରେଇ ଦେବେ ସେମାନେ territories एक नंबर पॉइंट आउट के राखी दियंतु cell city should continue in the possession of the English ହେଲା cell city ଏଟା କାହାର ଅଣ୍ଡର ରହିବ ଇଂଲିଶ ମାନଙ୍କ ଅଣ୍ଡର ରହିବ ବର୍ତ୍ତମାନ ହେଲା ତାପରେ territories conquered since the treaty of Purandar देखो प्रथम होता कौन ट्रिटी ऑफ सूरत तापर ट्रिटी ऑफ पुरंदर तापर कौन है ट्रिटी ऑफ वाडेगांव कि नहीं तापर ट्रिटी ऑफ सलवाई तो ट्रिटी ऑफ पुरंदर ट्रिटी ऑफ पुरंदर के 1776 रे 1776 ना केते 1776 बात देखलो ट्रिटी ऑफ पुरंदर 1776 रे including Bassein should be restored to Marathas including Bassein should be restored to Marathas should be restored to Marathas है तापरे 3 नंबर है Peshwa should not support any other Europeans Peshwa should not support any other Europeans ये जो फ्रेंच मान हाथ मिलूला सेटा कर अदर यूरोपियंस है तापर कौन तापर महाजी सिंधे म्यूचुअल गारंटर रहे आज महाजी सिंधे बर्तमान तुम पट न्यूट्राल रहे महाजी सिंधे बर्तमान कौन म्यूचुअल गारंटर महाजी सिंधे बर्तमान कौन है ना म्यूचुअल गारंटर म्यूचुअल गारंटर रहे तेणु यही सब कंडीशन रखला सालवाई ट्रिटी ऑफ सालवाई ट्रिटी ऑफ सालवाई है 1782 है 1782 मसीह तो यही सब कौन कौन आगे रहा मेन मेन जिन कौन 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 हम तो ट्रिटी ऑफ सालवाई सहित फास्ट कौन आंग्लो मराठा वार कंप्लीट है आम जो सेकेंड आंग्लो मराठा वार तो ये जो देख सब गुड़ा मेन मेन ट्रिटी गुड़ा मन रखा क्या भितर कौ समय होता तो मराठा फास्ट ट्रिटी होता ट्रिटी ऑफ सूरत तापर ट्रिटी ऑफ कौन ट्रिटी ऑफ सूरत पर को ट्रिटी है अरे ट्रिटी ऑफ सूरत पर को ट्रिटी है प्रथम ट्रिटी ऑफ सूरत जो रघुबा बॉम्बे ब्रिटिश प्रेसिडेंसी भितर होता तापर हूँ कौन ना वारेन हेस्टिंग आसला तो ट्रिटी ऑफ पुरंदर है ब्रिटिश तरफ कॉलोनियल अपटन आपटू नानाजी फडनाविस तापर पुणी कौन है ना जो पुणी जो अटाक कले मैंने ट्रिटी ऑफ वाडेगांव है वाडेगांव भी मैंने जीती मराठा मैंने वाडेगांव ट्रिटी पर कौन है ना वारेन हेस्टिंग रिजेक्ट कला तो देखला पुणी जो मिलित भाव जो आक्रमण कले जीतीगले जीतीगला कौन है महाजी सिंधे को अलग कर ग्यारंटर करदे अलग गोटे पीस एग्रीमेंट कले तापर है ट्रिटी ऑफ सालवाई है 1782 मसीह ट्रिटी ऑफ सालवाई अनुसार महाजी सिंधे ग्यारंटर है बाकी कहले खाली सलसीटा रखू बसेन फसेन जहाँ सब फेरी देबू ता सहित तुम कौन कर तुम पेशवा कौन अलग यूरोपियन पावर को सपोर्ट कर तेणु ये टाइप ट्रिटी रखी ट्रिटी ऑफ सालवाई ये सहित कौन है फास्ट आंग्लो मराठा वार सरला तापर सेकेंड आंग्लो मराठा वार को नेक्स्ट क्लास देखा है तो आज क्लास कौन है एंड कराला तो किसी पचार मत पचार है विथ द ट्रिटी ऑफ सालवाई द फर्स्ट आंग्लो मराठा वार वाज ended है are you got it हाँ हाँ सर सब रिकॉर्डिंग क्लास